অনুরাগী ভাই ও মা সাধু সজ্জন মণ্ডলী ସମସ୍ତଙ୍କୁ ଅନ୍ତରର ପ୍ରୀତି ଜୟଗୁରୁ ପ୍ରଣାମ ଯଥାଯୋଗ୍ୟ ସମ୍ମାନ ଜଣାଏ। ଆଜି ଏହି ସତ୍ସଙ୍ଗ ଉଦ୍ଦେଶ୍ୟରେ ଏହି ସତ୍ସଙ୍ଗ ପାଇଁ ବିଭିନ୍ନ ଉଦ୍ଦେଶ୍ୟ ନେଇ ଭାଇ ଓ ମା ମାନେ ଏହି ସତ୍ସଙ୍ଗରେ ଭୋଗ ନୈବେଦ୍ୟ ପ୍ରଦାନ କରିଛନ୍ତି। ସତ୍ସଙ୍ଗକୁ ସେହିପରି ସୁନ୍ଦର ରୂପ ଦେବା ପାଇଁ ପ୍ରଚେଷ୍ଟା କରିଛନ୍ତି ଏବଂ ସୁବାସ ଭାଇ ସୁନ୍ଦର ଭାବରେ ଆୟୋଜନ କରିଛନ୍ତି ଏବଂ ଏଠାରେ ଅନେକ ଭାଇ ଓ ମା ମାନେ ଉପସ୍ଥିତ ଅଛନ୍ତି। ପ୍ରିୟ ପରମଙ୍କ ନିକଟରେ ପ୍ରାର୍ଥନା ରଖେ ସମସ୍ତଙ୍କର ସର୍ବଦିଗ ମଙ୍ଗଳ ହେଉ, ସମସ୍ତେ ଖୁବ୍ ପ୍ରିୟ ପରମଙ୍କୁ ନେଇ ଜୀବନକୁ ଉପଭୋଗ୍ୟ କରନ୍ତୁ। ଏହି ପ୍ରାର୍ଥନା ରଖେ ପରମ ଦୟାଳୁଙ୍କର ଚରଣ ପ୍ରାନ୍ତରେ ସୁନ୍ଦର ଭାବରେ ଭଜନ ଏବଂ କୀର୍ତ୍ତନ ହେଇଛି। ତେବେ ଗୋଟେ ଶାସ୍ତ୍ର ଗୋଟିଏ କଥା କହେ ଯେ ଧର୍ମର ସଂଜ୍ଞା ଦବାକୁ ଯାଇ ଶାସ୍ତ୍ର କହେ ଜୀବେ ଦୟା ନାମେ ରୁଚି ବୈଷ୍ଣବ ସେବନ, ଏହା ଭିନ୍ନ ଧର୍ମ ନାହିଁ ଶୁଣ ସନାତନ। ଏ ସନାତନ ସନ୍ତାନ ଯେ ଆମେ ଯୋଉ ଧର୍ମର କଥା କହୁଛେ ଏଇ ଧର୍ମଟାକୁ ଯେ କିପରି ଭାବରେ ପରିପାଳନ କରିବାର କଥା। ଜୀବେ ଦୟା, ଏ ସୃଷ୍ଟିର ସ୍ରଷ୍ଟା ହଉଛନ୍ତି ପ୍ରିୟ ପରମ ପୁରୁଷୋତ୍ତମ। ସେ ହିଁ ଏଇ ଦୁନିଆଟାକୁ ଏଇ ସୃଷ୍ଟିଟାକୁ ଏଇ ପ୍ରକୃତିଟାକୁ ସେ ହିଁ ସୃଷ୍ଟି କରିଛନ୍ତି। ତାଙ୍କୁ ଆମେ ସ୍ରଷ୍ଟା ବୋଲି କହୁ। ତେଣୁ ଠାକୁର କହୁଛନ୍ତି ତୁମେ ଯଦି ଅନ୍ୟର ସୁଖ ସୁବିଧା କରିଦିଅ ପ୍ରକୃତି ତୁମର ସୁଖ ସୁବିଧା କରିବାକୁ ବାଧ୍ୟ। ଏବଂ ମଣିଷର ବିଧାନ ଉପରେ ଆଉ ଗୋଟିଏ ବଡ ବିଧାନ ଅଛି, ତାହା ହଉଛି ପ୍ରକୃତିର ବିଧାନ। ତେଣୁ ଆମେ ଯେତେବେଳେ ଏଇ ଯେ ପ୍ରକୃତି ବା ଏଇ ଜୀବ ଏଇ ଭଗବାନଙ୍କର ସୃଷ୍ଟିର ପରିବେଶଟାକୁ ଭଗବାନଙ୍କର ସୃଷ୍ଟିର ଯାହା ଯାହା ଉପାଦାନ ରହିଛି ତାକୁ ଯଦି ଆମେ ସୁନ୍ଦର ଭାବରେ ସୁଷ୍ଠୁ ଭାବରେ ରକ୍ଷା କରିବାକୁ ଚେଷ୍ଟା କରୁ, ତେଣୁ ଠାକୁର କହୁଛନ୍ତି ତୁମେ ଯଦି ଅନ୍ୟର ସୁଖ ସୁବିଧା କରିଦିଅ। ଅନ୍ୟର ମାନେ ଏଇଠି ଏ ତାଙ୍କର ସୃଷ୍ଟିର ଜଡ ଜଗତ ଠାରୁ ଜୀବ ଜଗତ ପର୍ଯ୍ୟନ୍ତ, ସେ ବାୟୁ ହେଉ କି ଜଳ ହେଉ, ପରିବେଶ ହଉ, ବୃକ୍ଷ ହଉ, ଯାହା ଯାହା ତାଙ୍କର ସୃଷ୍ଟିର ପ୍ରତ୍ୟେକ ଏଲିମେଣ୍ଟ ଯାହା ଯାହା ଉପାଦାନ ରହିଛି ତାକୁ ଯଦି ଆମେ ରକ୍ଷା କରିବାକୁ ଚେଷ୍ଟା କରୁ, ଠାକୁର କହୁଛନ୍ତି ପ୍ରକୃତି ତୁମର ସୁଖ ସୁବିଧା କରିଦେବାକୁ ବାଧ୍ୟ। ତେଣୁ ଆମେ ଯେତେବେଳେ ପ୍ରକୃତିର ସୁଖ ସୁବିଧା କରିଦେବାକୁ ଚେଷ୍ଟା କରିଛେ, ଅନ୍ୟର ସୁଖ ସୁବିଧା କରିବାକୁ ଚେଷ୍ଟା କରିଛେ, ପ୍ରକୃତି ସ୍ୱତଃ ଆମର ସୁଖ ସୁବିଧା କରିଦେଇଛି। ତେଣୁ ଠାକୁର କହୁଛନ୍ତି ମଣିଷର ବିଧାନ ଉପରେ ଆଉ ଗୋଟିଏ ବଡ ବିଧାନ ଅଛି। ଆମେ କିନ୍ତୁ କଣ କରିଛେ, ସେଇ ବଡ ବିଧାନଟାକୁ ବାଦ ଦେଇ ଆମେ ନିଜେ କଣ କରିଛେ ନା ଆମର ମନ ମାଫିକ ଆମେ କିଛି ବିଧାନ ତିଆରି କରିଛେ। ସେଇ ବିଧାନରେ ଆମେ ଚାଲିବାକୁ ଚେଷ୍ଟା କରିଛେ। ଫଳତଃ ଅନେକ କ୍ଷେତ୍ରରେ ଯେ ଆମେ ବିଫଳତାକୁ ଆବରି ନେବାକୁ ପଡିଛେ। ଠାକୁର କହୁଛନ୍ତି ଯେ ମଣିଷର ବିଧାନ ଉପରେ ଆଉ ଗୋଟିଏ ବଡ ବିଧାନ ଅଛି, ତାହା ହଉଛି ପ୍ରକୃତିର ବିଧାନ। ଆଉ ପ୍ରକୃତିର ସ୍ରଷ୍ଟା ହଉଛନ୍ତି ବିଧାତା। ତେଣୁ ପ୍ରକୃତିର ଯୋଉ ବିଧାନ ଅଛି ସେଇ ବିଧାନକୁ ସୃଷ୍ଟି କରିଛନ୍ତି ବିଧାତା। ଆଉ ବିଧାତାଙ୍କୁ ବାଦ ଦେଇ ପ୍ରକୃତିର ବିଧାନକୁ ଜାଣି ହୁଏ ନା, ପ୍ରକୃତିକୁ ରକ୍ଷା କରାଯାଇପାରେ ନା। ତେଣୁ ସେଥିପାଇଁ ଶାସ୍ତ୍ର କହିଛି ଜୀବେ ଦୟା। ଠାକୁର କହୁଛନ୍ତି ଈଶ୍ୱର ତ ପରମ ବିଧି, ବିଧି ଧରି ସିଦ୍ଧି ପାଅ। ଯେ ଈଶ୍ୱର ହଉଛନ୍ତି ପରମ ବିଧି, ଯାହା ଯାହା ମଣିଷର ବଞ୍ଚିବା ବଢିବା ପାଇଁ ବିଧାନ ଆବଶ୍ୟକ ତାକୁ ତିଆରି କରିଛନ୍ତି ଈଶ୍ୱର। ତେଣୁ ଈଶ୍ୱର ହେଉଛନ୍ତି ପରମ ବିଧି, ବିଧି ଧରି ସିଦ୍ଧି ପାଅ। ଯାହା ଯାହା ଆମେ ସାଧନାର କଥା କହୁଛେ, ଯୋଉ ସାଧନାର ପଥ ଦେଇ ଆମକୁ ସିଦ୍ଧି ଲାଭ କରିବାକୁ ହୁଏ, ତେଣୁ ବିଧି ଧରିକିରି ଆମକୁ ସିଦ୍ଧି ପାଇବାକୁ ପଡିବ। ବିଧି ବିପରୀତ କରିଲେ କିନ୍ତୁ ବିପଦ ଆସେ ପାଏ ପାଏ। ଠାକୁର କହୁଛନ୍ତି ଯଦି ବିଧିର ଯାହା ବିଧାନର ଯାହା ନିୟମ ରହିଛି ତାକୁ ଯଦି ମଣିଷ ସେଇ ବିଧି ବିପରୀତ କିଛି କାମ କରେ, ବିଧି ବିପରୀତ କରିଲେ କିନ୍ତୁ ବିପଦ ଆସେ ପାଏ ପାଏ। ଅର୍ଥାତ୍ ବିପଦଟା ପ୍ରତି ପଦକ୍ଷେପରେ ହିଁ ଆସିଥାଏ ଯଦି ବିଧି ବିପରୀତ ଆମେ କିଛି କରୁ। ତେଣୁ ଈଶ୍ୱର ହଉଛନ୍ତି ପରମ ବିଧି। ତେଣୁ ତାଙ୍କୁ ଯିଏ ମାନିନି, ତାଙ୍କୁ ଯିଏ ଗ୍ରହଣ କରି ଚାଲିନି, ତାଙ୍କୁ ଜୀବନରେ ଧରି ଚାଲିବାର ଗୋଟେ ଆକାଂକ୍ଷା ମନ ଭିତରେ ସୃଷ୍ଟି କରିନି, ତାହେଲେ ବିଧି ତା ନିକଟରେ ରହେ ହିଁ ନାହିଁ। ତେଣୁ ଈଶ୍ୱର ଯେବେ ମଣିଷ ଯେବେ ଈଶ୍ୱରଙ୍କୁ କହେ ତୁମ ବାଟରେ ଚାଲିବିନି, ବିଧି ବି କହନ୍ତି ମୁରୁକି ହସି ଚାଲିଲି ଗୋ ତୁମ ପାଖରେ ରହିବିନି। ତେଣୁ ମଣିଷ ଯେବେ ଇଷ୍ଟଙ୍କୁ କହେ ତୁମ ପଥରେ ଚାଲିବିନି। ଆମେ ଯେତେବେଳେ ସବୁ କିଛି ଜାଣିଲା ସତ୍ତ୍ୱେ ବି, ଭଲ ମନ୍ଦ ବିଚାର କରିବାର ଶକ୍ତି ଥିବା ସତ୍ତ୍ୱେ ବି, ଭଲ ମନ୍ଦ ନିର୍ଣ୍ଣୟ କରିବା ଜାଣିଥିଲେ ସତ୍ତ୍ୱେ ବି ଆମେ କିନ୍ତୁ ବିଧି ମାଫିକ ଆମେ ଚାଲି ପାରୁନା।
ମଣିଷ ଯେବେ ଇଷ୍ଟଙ୍କୁ କହେ ତୁମ ପଥରେ ଚାଲିବିନି, ବିଧି ବି କହନ୍ତି ମୁରୁକି ହସି, ବିଧି ଅର୍ଥାତ୍ ସେ ଇଷ୍ଟ ବିଧାତା କହନ୍ତି ମୁରୁକି ହସି ଚାଲିଲି ଗୋ ତୁମ ପାଖରେ ରହିବିନି। ସେତେବେଳେ ଦେଖାଯାଏ ଆମ ପାଖରେ ଇଷ୍ଟ ନଥିଲା ଭଳିଆ କର୍ମ ଗୁଡିକ, ଆଚରଣ ଗୁଡିକ, ପ୍ରତିଫଳ ରିଫ୍ଲେକ୍ସନ ଗୁଡିକ, କାମର ସବୁ ରିଫ୍ଲେକ୍ସନ ଗୁଡିକ ଦେଖାଯାଇଥାଏ। ତେଣୁ ମଣିଷ ଜୀବନରେ ପ୍ରିୟ ପରମଙ୍କୁ ଧରି ଚାଲିବାର କେତେ ଆବଶ୍ୟକତା ରହିଛି। ତେଣୁ ସେଥିପାଇଁ ଶାସ୍ତ୍ର କହେ ଜୀବେ ଦୟା, ଜୀବମାନଙ୍କ ପ୍ରତି ଦୟା ରଖିବା, ଦୟା ଭାବ ପୋଷଣ କରିବା ଦରକାର। ଆସୁଛି ପାର୍ବଣର ଋତୁ ସୃଷ୍ଟି ହେଇଯାଇଛି, ଆମ ନିକଟକୁ ପଳେଇ ଆସିଛି। ମା ଦୁର୍ଗାଙ୍କର ପୂଜା କରିବା, ମା କାଳୀଙ୍କର ପୂଜା କରିବା, ଆରି ଭିତରେ ଦେଇ ଆମର ଯୋଉ ମାନସିକତା ରହିଛି ସେଇ ବିଧିକୁ ବାଦ ଦେଇ ଆମର ମଣିଷ ତିଆରି ବିଧି ରାସ୍ତାରେ ଆମେ ଚାଲିବା। ଠାକୁର କହୁଛନ୍ତି ଯେ ଜନନୀ ଆଉ ଜନ୍ମଭୂମି ସ୍ୱର୍ଗ ହତେ ଅଗରିୟସୀ। ଜନନୀ ଆଉ ଜନ୍ମଭୂମି ଏଇ ଦୁଇଟା ସ୍ୱର୍ଗ ଠାରୁ ବହୁ ଭାବରେ ବଡ। ଜନନୀ ଆଉ ଜନ୍ମଭୂମି ସ୍ୱର୍ଗ ହତେ ଅଗରିୟସୀ, ମାয়ের ନାମ ଦୁର୍ଗା ଜାନ ଦୁର୍ଗତିର ହୟସେ ବସି। ଯେତେବେଳେ ମା ମାନେ ଆସନ୍ତି, ଯେତେ ମା ରୂପରେ ଯେତେ ଆସିଛନ୍ତି ଶକ୍ତି, ଯେତେ ରୂପରେ ଆସିଛନ୍ତି କେବଳ ଗୋଟିଏ ଉଦ୍ଦେଶ୍ୟ ନେଇ ଆସିଛନ୍ତି, ମାয়ের ନାମ ଦୁର୍ଗା ଜାନ। ପ୍ରତ୍ୟେକଙ୍କର ମାର ରୂପ ଦୁର୍ଗା ଭଳିଆ ହବା ଦରକାର। ଦୁର୍ଗତିର ହୟସେ ବସି, ସେ ଦୁର୍ଗତିକୁ ମଣିଷର, ପରିବାରର, ପରିବେଶର, ପ୍ରକୃତିର ଦୁର୍ଗତିକୁ ବଶ କରିବା ପାଇଁ ତାଙ୍କ ନିକଟରେ ଶକ୍ତି ପ୍ରଦାନ କରି ପ୍ରଭୁ ପ୍ରେରଣ କରିଛନ୍ତି। କିନ୍ତୁ ଆମେ ସହଜ ଭାବରେ ସେ ମା ଦୁର୍ଗାଙ୍କୁ ବୁଝିପାରୁନା। ଫଳତଃ ଦେଖାଯାଏ ଆମେ ମାନେ ଏଟା ଭୁଲ ରାସ୍ତାରେ ଆମର ଜୀବନକୁ ପରିଚାଳିତ କରିଥାଉ। ଏଇ ଯୋଉ ଜୀବେ ଦୟା, କେତେ ଗୁଡିଏ ଠାକୁରଙ୍କର ଆଚରଣ ଭିତରେ ଦେଇ, ଠାକୁରଙ୍କର କଥା ଭିତରେ ଦେଇ କିପରି ଭାବରେ ଜୀବ ପ୍ରତି ଦୟାଭାବ ସୃଷ୍ଟି କରିବା ଦରକାର, ସେଦିନ ଶ୍ରୀ ଠାକୁରଙ୍କ ନିକଟକୁ ଆସିଛନ୍ତି ପ୍ରକାଶ ଚୌଧୁରୀ ବୋଲି ଜଣେ ଠାକୁରଙ୍କର ଆଶ୍ରିତ। ସେ କଣ କରି ଏକ ଦୁରାରୋଗ୍ୟରେ ପୀଡିତ ହେଇଛନ୍ତି। ଖୁବ ଭାବରେ କଣ ହୁଏ, ତାଙ୍କର ତଳି ପେଟରେ ଯନ୍ତ୍ରଣା ହୁଏ, খুব কম ପରିସ୍ରା ହୁଏ, ଠୁପେ ଠୁପେ ପରିସ୍ରା ହୁଏ, କିନ୍ତୁ ଦିନ ତମାମ ପରିସ୍ରା ଲାଗି ରହେ, ତଳି ପେଟରେ ଖୁବ ଯନ୍ତ୍ରଣା। ଅନେକ ଭାବରେ ଡାକ୍ତରଙ୍କୁ ଦେଖେଇଛନ୍ତି, ଔଷଧ ଖାଇଛନ୍ତି, କିନ୍ତୁ କିଛି ଉପଶମ ହେଇପାରି ନାହିଁ। ତାପରେ ଆସିଛନ୍ତି ଠାକୁରଙ୍କ ନିକଟକୁ, ଶୁଣିଛନ୍ତି ଠାକୁରଙ୍କ ନିକଟକୁ ଗଲେ ଉତ୍ତମ ଯେ ଔଷଧର ବ୍ୟବସ୍ଥା ହେଇପାରିବ। ତେଣୁ ସେ ଠାକୁରଙ୍କ ନିକଟରେ ଆସି ପ୍ରଣାମ କରି କହିଛନ୍ତି, ଠାକୁର ମୁଁ ଏଇ ପ୍ରକାର ଦୁରାରୋଗ୍ୟରେ ପୀଡିତ ହେଇଛି, ଆପଣ ଟିକେ ଦୟାକରି ମତେ ଚିକିତ୍ସା କରନ୍ତୁ। ଠାକୁର କହୁଛନ୍ତି ଠିକ ଅଛି, ମୁଁ କଲିକତା ସହରର ବଡ ବଡ ଡାକ୍ତର ମାନଙ୍କର ବ୍ୟବସ୍ଥା କରିଦଉଛି, ନାମ କହିଦଉଛି, ତୁମେ ଯାଇ ତାଙ୍କଠାରେ ଚିକିତ୍ସା ହେଇପାର, ଆରୋଗ୍ୟ ହେଇଯିବ। ସେତେବେଳେ ସେଇ ପ୍ରକାଶ ଚୌଧୁରୀ ଭାଇ କହୁଛନ୍ତି, ଠାକୁର ମୁଁ ଅନେକ ଡାକ୍ତରଙ୍କୁ ଦେଖେଇ ସାରିଛି, କିଛି ଫଳ ମିଳିପାରିନି, ଆପଣ ଦୟାକରି ଚିକିତ୍ସା କରନ୍ତୁ। ସେତେବେଳେ ଠାକୁର କହୁଛନ୍ତି ଠିକ ଅଛି, ମୁଁ ଯଦି ତୁମକୁ ଚିକିତ୍ସା କରିବି, ଔଷଧ ଦେବି, ତାହେଲେ ମୋର କେତେ ଗୁଡିଏ କଣ୍ଡିସନ, ଗୋଟିଏ କଥା ତୁମକୁ ମୋ ନିକଟରେ ସଂକଳ୍ପ କରିବାକୁ ହେବ। ସେତେବେଳେ ଏଇ ଯୋଉ ଯନ୍ତ୍ରଣା ବହୁ ଭାବରେ, ତେଣୁ ଆଉ ଠାକୁରଙ୍କର କଥାକୁ ଅମାନ୍ୟ କରିବାର ରାସ୍ତା ହିଁ ନାହିଁ। ସେତେବେଳେ ହାତ ଯୋଡି ପ୍ରକାଶ ଚୌଧୁରୀ ଭାଇ କହୁଛନ୍ତି, ଠାକୁର ମୁଁ ଆପଣଙ୍କର ସବୁ କଥାକୁ ମାନି ନେବାକୁ ବାଧ୍ୟ। ଏଇ ପ୍ରକାଶ ଚୌଧୁରୀ କିନ୍ତୁ ତାଙ୍କର ମାନେ ଜୀବନଟା କିନ୍ତୁ ଏତେ ସହଜ ନଥିଲା। ବହୁ ଭାବରେ ମଦ୍ୟପାନ କରନ୍ତି, ଖୁବ ଭାବରେ ଆମିଷ ଭକ୍ଷଣ କରନ୍ତି, ଗୋଟେ ଆସକ୍ତି ପଳେଇ ଆସିଥିଲା ଏଇ ଆମିଷ ପ୍ରତି ଏବଂ ମଦ୍ୟପାନ ପ୍ରତି। ଠାକୁର କହୁଛନ୍ତି ମୁଁ ଯଦି ଚିକିତ୍ସା କରିବି, ତାହେଲେ ତୁମକୁ ଏହି ଦୁଇଟା ଜିନିଷକୁ ସାରା ଜୀବନ ପାଇଁ ଛାଡିଦବାକୁ ପଡିବ, ଯେ ତୁମକୁ ଆମିଷ ଭକ୍ଷଣରୁ ଦୂରେଇ ରହିବାକୁ ପଡିବ ଏବଂ ମଦ୍ୟପାନକୁ ସମ୍ପୂର୍ଣ୍ଣ ରୂପରେ ବନ୍ଦ କରିବାକୁ ପଡିବ। ପ୍ରକାଶ ଚୌଧୁରୀଙ୍କର ଏଇ ଯୋଉ ଯନ୍ତ୍ରଣା, ସବୁ କିଛିକୁ ସେ ଯନ୍ତ୍ରଣାରେ ଏତେ ଭାବରେ ଉବୁଟୁବୁ ହଉଛନ୍ତି, ଠାକୁରଙ୍କ କଥାକୁ ସହଜରେ ମାନି ନେଇଛନ୍ତି। ଠାକୁର ମୁଁ ଶପଥ କରୁଛି ସାରା ଜୀବନ ଆଉ ଆମିଷ ଭକ୍ଷଣ କରିବିନି କି ମଦ୍ୟପାନ କରିବିନି। ତାପରେ ଠାକୁର ତାଙ୍କର ଔଷଧର ବ୍ୟବସ୍ଥା କରିଦେଇଛନ୍ତି। ଏହିପରି ଭାବରେ ଔଷଧ ଭକ୍ଷଣ କରିଛନ୍ତି ପ୍ରକାଶ ଚୌଧୁରୀ। କିଛି ଦିନ ବିତି ଯାଇଛି, ଶ୍ରୀ ବଡଦା ଏଇ କଥା କହୁଛନ୍ତି ଭକ୍ତ ମଣ୍ଡଳୀଙ୍କ ନିକଟରେ, କିପରି ଭାବରେ ପ୍ରକାଶ ଚୌଧୁରୀଙ୍କର ଜୀବନର ଚରିତ୍ରର କଥା ଏବଂ ଠାକୁର କିପରି ଭାବରେ ତାଙ୍କୁ ବଞ୍ଚେଇବାକୁ ଚେଷ୍ଟା କରିଛନ୍ତି। ଏଇ ଯୋଉ ଠାକୁରଙ୍କର ଲୀଳା, ଏଇ କଥା ଶ୍ରୀ ବଡଦା କହୁଛନ୍ତି। ଏଇ ପ୍ରକାଶ ଚୌଧୁରୀ 6 ମାସ ଠାକୁରଙ୍କର ଔଷଧ ଭକ୍ଷଣ କରିବା ପରେ, ଖାଇବା ପରେ ଦେଖାଯାଇଛି 6 ମାସ ପରେ ଏତେ ହୃଷ୍ଟପୃଷ୍ଟ ମଣିଷରେ ପରିଣତ ହେଇଯାଇଛି, ତାଙ୍କୁ ଦେଖିଲେ ବୁଝି ଯେ ମନେ ପଡେ ନା, ଯେ କିଏ ଗୋଟେ ବିଶ୍ୱାସ କରେ ନା ଯେ ଏତେ ଭାବରେ ସେ ଗୋଟେ ଦୁରାରୋଗ୍ୟରେ ପୀଡିତ ହୋଇ ପୁଣି ପୂର୍ବ ଅବସ୍ଥାକୁ ଫେରି ଆସିଛନ୍ତି। 6 ମାସ ପରେ ସମ୍ପୂର୍ଣ୍ଣ ସୁସ୍ଥ ହୃଷ୍ଟପୃଷ୍ଟ ହେଇଯାଇଛନ୍ତି। ଆସିଛି ପାର୍ବଣର ଋତୁ, କାଳୀ ପୂଜା। କଲିକତାର କାଳୀବାଡିରେ
ମା କାଳୀଙ୍କର ଖୁବ ଭବ୍ୟ ପୂଜା ହେଇଥାଏ। ଏଇ ପୁରୁଣା ସାଙ୍ଗମାନେ ତାଙ୍କୁ ପ୍ରରୋଚିତ କରିଛନ୍ତି ମା କାଳୀଙ୍କର ଦର୍ଶନ ନିମନ୍ତେ ଯିବା, ସେଠି ଦର୍ଶନ କରିବା। ସାଙ୍ଗମାନଙ୍କର କଥାକୁ ପ୍ରଥମେ ଯଦିଓ ଏଡେଇ ଦେଇଛନ୍ତି, ପରବର୍ତ୍ତୀ ସମୟରେ କିନ୍ତୁ ଯାଇଛନ୍ତି ମା କାଳୀଙ୍କର ଦର୍ଶନ କରିଛନ୍ତି ଏବଂ ସାଙ୍ଗମାନେ ପ୍ରରୋଚିତ କରିଛନ୍ତି ମା କାଳୀଙ୍କ ନିକଟରେ ଗୋଟିଏ ବଳି ଦବା। ଗୋଟିଏ ବଳି ଦେଲେ ଯାହା ଯାହା ମଣିଷର ଯାହା କିଛି ରହିଛି, ସବୁ କିଛି ଦୁରାରୋଗ୍ୟ ଠାରୁ ଆରମ୍ଭ କରି ଯାହା ଯାହା ଅପକର୍ମ ରହିଛି ସବୁଗୁଡ଼ିକର ପୁଣ୍ୟରେ ପ୍ରତିଫଳିତ ହୁଏ ବୋଲି ବହୁ ଭାବରେ ପ୍ରରୋଚିତ କରିଛନ୍ତି। କିନ୍ତୁ ପ୍ରଥମ ଅବସ୍ଥାରେ ମନା କରୁଥିଲେ ମଧ୍ୟ ସାଙ୍ଗମାନଙ୍କର ପ୍ରରୋଚନାରେ ମା କାଳୀଙ୍କ ନିକଟରେ ଗୋଟେ ଛେଳିଟିଏ ବଳି ଦେଇଛନ୍ତି। ଠାକୁର ବୁଝେଇ ଦଉଛନ୍ତି ବଳି ମାନେ ମଣିଷ ଜୀବନ ଭିତରେ ଯାହା ଯାହା ଅପକର୍ମ ଗୁଡ଼ିକ ସଞ୍ଚିତ ହେଇ ରହିଛି ତାକୁ ତ୍ୟାଗ କରିଦବା, ତାକୁ ଛାଡ଼ିଦବା। ମାଙ୍କ ନିକଟରେ ସଂକଳ୍ପବଦ୍ଧ ଭାବରେ ତାଙ୍କ ନିକଟରେ ପ୍ରତିଜ୍ଞା କରି ସାରା ଜୀବନ ପାଇଁ ଛାଡ଼ିଦବା ହେଉଛି ଶ୍ରେଷ୍ଠ ବଳିର ନମୁନା। ଆମେ କିନ୍ତୁ ଭାବୁ ବୋଧେ କୋଉ ଦିଅ ଦେବତାଙ୍କ ନିକଟରେ କୋଉ ଜୀବଜନ୍ତୁଙ୍କୁ ଆମେ ଯଦି ବଳି ଦେଇଦଉ, ମାରିଦଉ, ସେଇଟା ଗୋଟିଏ ବଳି ହୁଏ ନା। ମଣିଷ ଜୀବନରେ ସବୁଠାରୁ ଯାହା ଯାହା ଅପକର୍ମ ରହିଛି ତାକୁ ତ୍ୟାଗ କରିବା ହିଁ ହେଉଛି ଠାକୁର କହୁଛନ୍ତି ବଳି। ସେମାନେ ତା ହିଁ କରିଛନ୍ତି। ମାଙ୍କ ନିକଟରେ ଗୋଟିଏ ଛେଳିଟିଏ ବଳି ଦେଇଛନ୍ତି। ପରବର୍ତ୍ତୀ ସମୟରେ ସେଇ ଛେଳିର ସେଇ ମାଂସ କିଛି ଉଦ୍ଭୁତ ମାଂସକୁ ନେଇଛନ୍ତି, ତାକୁ ରୋଷେଇ କରିଛନ୍ତି ଏବଂ ଏଇ ରୋଷେଇ କରିବା ଭିତରେ ସାଙ୍ଗମାନେ ଯେତେବେଳେ ତାଙ୍କୁ କହିଛନ୍ତି କିଛି ଭକ୍ଷଣ କରିବା ପାଇଁ ଆମିଷ ମାଂସ, ସେତେବେଳେ ମନା କରିଛନ୍ତି ପ୍ରକାଶ ଚୌଧୁରୀ, ନା ମୁଁ ଠାକୁରଙ୍କ ନିକଟରେ ଶପଥ କରିଛି ସାରା ଜୀବନ ଆମିଷ ଭକ୍ଷଣ କରିବି ନାହିଁ। ସେତେବେଳେ ସାଙ୍ଗମାନେ କିନ୍ତୁ କହିଛନ୍ତି ଏଇଟା ଆମିଷ ନୁହେଁ, ଏଇଟା ହଉଛି ନୈବେଦ୍ୟ। ଏଇଟା ମାଙ୍କ ନିକଟରେ ଯେତେବେଳେ ଭୋଗ ଲାଗିଛି ଏଟା ଆମିଷ ନୁହେଁ, ଏଟା ଗୋଟେ ଭୋଗ ହେଇଯାଇଛି। ଆଉ ଭୋଗ ଭିତରେ ଆମିଷ ନିରାମିଷରେ କୌଣସି ବାଛ ବିଚାର ନାହିଁ। ଏଇଟାକୁ ଭକ୍ଷଣ କଲେ ଆମିଷରେ ଯାଏ ନା, ଏଇଟା ଭୋଗରେ ଯାଏ। ଆଉ ଯୋଉ ପୂର୍ବ ଆସକ୍ତି ଥିଲା ଆମିଷ ପ୍ରତି, ଗୋଟେ ଗଳା ବାଟଟିଏ ସହଜ ବାଟଟିଏ ମିଳିଗଲା, ଗୋଟେ ସମାଧାନ ମିଳିଗଲା। ଏଇଟା ଆଉ ଆମିଷ ନୁହେଁ, ଏଇଟା ହଉଛି ଗୋଟିଏ ନୈବେଦ୍ୟ ଭୋଗ। ତେଣୁ ଅଚିରେ ତାକୁ ଗ୍ରହଣ କରିଛନ୍ତି ସେଇ ଯେ ପ୍ରକାଶ ଚୌଧୁରୀ। ପରବର୍ତ୍ତୀ ସମୟରେ ସାଙ୍ଗମାନଙ୍କର ପ୍ରରୋଚନାରେ କିଛି ମଦ୍ୟପାନ ମଧ୍ୟ କରିଛନ୍ତି। ଏହି ମଦ୍ୟପାନ କରି ଭୋର ସମୟରେ ଘରକୁ ଫେରି ଆସିଛନ୍ତି। ଘରକୁ ଫେରି ଆସି ଶୋଇ ଯାଇଛନ୍ତି। ଧୀରେ ଧୀରେ ଯେତେବେଳେ ସକାଳ ହେଇଛି ଦେଖାଯାଇଛି ତଳି ପେଟରେ ଟିକେ ଯନ୍ତ୍ରଣା ଆରମ୍ଭ ହେଇଛି। ଏଇ ଯନ୍ତ୍ରଣା ହବା ଭିତରେ ଦେଇ ଯେ ଦେଖାଯାଇଛି ଭାବିଛନ୍ତି ହୁଏତ ଟିକେ ଟିକେ ଯନ୍ତ୍ରଣା ହଉଛି, କମି ଯାଇପାରେ। ଆଉ ତ ଠାକୁରଙ୍କ କଥାକୁ ଅମାନ୍ୟ କରିଛନ୍ତି ବୋଲି ତାଙ୍କର ମନେ ପଡିଯାଇଛି, ଆଉ ଠାକୁରଙ୍କ ନିକଟକୁ ଯାଇପାରୁନାହାନ୍ତି। ଧୀରେ 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 ଯନ୍ତ୍ରଣାଟା ବଢିବାରେ ଲାଗିଛି। ଆଉ ଯନ୍ତ୍ରଣାଟା ଯେତେବେଳେ ବଢିବାକୁ ଲାଗିଛି, ଯେତେବେଳେ ଅସହ୍ୟ ହେଇଛି, ସେତେବେଳେ ଯାଇଛନ୍ତି ଠାକୁରଙ୍କ ନିକଟରେ। ଯାଇ ଠାକୁରଙ୍କ ନିକଟରେ ପ୍ରଣାମ କରି ସବୁ ଗତ ରାତିର ସମସ୍ତ ବୃତ୍ତାନ୍ତ କିନ୍ତୁ ଖୋଲି କହିଛନ୍ତି। ଠାକୁର ବିସ୍ମିତ ହେଇଯାଇଛନ୍ତି। ଠାକୁରଙ୍କ ନିକଟରେ ବହୁ କାକୁତି ମିନତି କରିଛନ୍ତି। ଠାକୁର ଏଥର କିନ୍ତୁ ସଂକଳ୍ପ କରୁଛି ମତେ ରକ୍ଷା କରନ୍ତୁ, ମୁଁ ଆଉ କେବେ ବି ଆଉ ଆମିଷ ଭକ୍ଷଣ ମଦ୍ୟପାନ କରିବି ନାହିଁ। ଠାକୁର ନାଚାର ହେଇଯାଇଛନ୍ତି। ଠାକୁର ବାଣୀ ଦେଇ କହୁଛନ୍ତି ହତ୍ୟା କରି ପୂଜେ ଈଶ୍ୱର, ହତ୍ୟା କରି ପୂଜେ ଈଶ୍ୱର, ମାଂସେ ଉଦର ଭରେ, সেই প্রত্যয়ের নিছুক টানে যিয়ে জীবন ধরে, যজন যাজন ইষ্টভৃতি পড়শীর সেবা নাহি, ম্লেচ্ছ কাফের জানিথা সেমানে শৈতান সে বিষয়। হত্যা করি ପୂଜେ ଈଶ୍ୱର, ଯେଉଁମାନେ ଅନ୍ୟ ଜୀବଙ୍କୁ ଭଲ ପାଇବାର ଶିଖି ନାହାନ୍ତି। ମୁଁ ମୋ ପ୍ରିୟ ପରମଙ୍କୁ ଭଲ ପାଏ, ତାଙ୍କ ସୃଷ୍ଟିକୁ ମୁଁ ଭଲ ପାଏ ନା। ମୁଁ ପ୍ରିୟ ପରମଙ୍କୁ ସେବା ଦିଏ, ତାଙ୍କର ସୃଷ୍ଟିକୁ ସେବା ଦିଏ ନା। ଜୀବ ହତ୍ୟା କରି ଠାକୁର କହୁଛନ୍ତି ହତ୍ୟା କରି ପୂଜେ ଈଶ୍ୱର। ଅନ୍ୟର ଜୀବନକୁ ହତ୍ୟା କରି ଯେ କଣ କରି ଈଶ୍ୱରଙ୍କୁ ଆରାଧନା କରିବାକୁ ଚେଷ୍ଟା କରେ, ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବାକୁ ଚେଷ୍ଟା କରେ, ସେଇ ପ୍ରତ୍ୟୟର ନିଛୁକ ଟାଣେ ଯିଏ ଜୀବନ ଧରେ। ଏଇ ଭାବନା, ଏଇ ଚିନ୍ତା, ଏଇ ଚେତନା, ଏଇ ଧାରଣା ନେଇକିରି ଯେ ସାରା ଜୀବନଟାକୁ ବିତେଇବାକୁ ଚେଷ୍ଟା କରେ। ଯଜନ ଯାଜନ ଇଷ୍ଟଭୃତି ପଡୋଶୀର ସେବା ନାହିଁ। ଯଜନ ଯାଜନ ଇଷ୍ଟଭୃତି ଏଇ ଯୋଉ ଠାକୁର କହୁଛନ୍ତି, ଏହା ଭିତରେ ଦେଇ ପଡୋଶୀର ସେବା ନାହିଁ। ମ୍ଲେଚ୍ଛ କାଫେର ଜାଣିଥା ସେମାନେ শৈতান সে বিষয়। ସେମାନେ ହଉଛନ୍ତି ମ୍ଲେଚ୍ଛ କାଫେର। ସେମାନେ ତ କୋଉ ଦେବତା ଦେବୀ ଦେବତାଙ୍କର ସେବା କରନ୍ତି ନାହିଁ ବା ପୂଜା କରନ୍ତି ନାହିଁ। ଯେ ଶୈତାନ ସେ ବିଷୟ, ସେମାନେ ଶୈତାନଙ୍କର ସେବା କରିଥାନ୍ତି। ପୁଣି ଠାକୁର ବାଣୀ ଦେଇ କହୁଛନ୍ତି ଈଶ୍ୱରଙ୍କ ନାମରେ ଜୀବ ବା ପଶୁବଦ୍ଧ କରିବାକୁ ଯାଅ ନା, କାରଣ ଈଶ୍ୱର ହେଉଛନ୍ତି ସମସ୍ତଙ୍କର ଜୀବନ ସ୍ୱରୂପ। କାହାର ଜୀବନକୁ ହତ୍ୟା କରି ଈଶ୍ୱରଙ୍କୁ ଆରାଧନା କରିବା ଅର୍ଥ ବହୁ ଅଭିଶାପର ଅଧିକାରୀ ହେବାକୁ ପଡିବ।
बहु अभिशापर अधिकारी हेबा। तेणु ईश्वरଙ୍କ नामରେ जीव हत्या बा पशुबद्ध କରିବାକୁ जाओना। आमे भाबु ईश्वरଙ୍କ निकटରେ पशुबद्ध କରିଦେଇ ଆମେ ବହୁ ଭାବରେ ଯେ ପୁଣ୍ୟର ଅଧିକାରୀ ହେଇଥାଉ। ଠାକୁର କହୁଛନ୍ତି ଈଶ୍ୱରଙ୍କ ନାମରେ ଜୀବ ବା ପଶୁବଦ୍ଧ କରିବାକୁ ଯାଅନା, କାରଣ ଈଶ୍ୱର ହେଉଛନ୍ତି ସମସ୍ତଙ୍କର ଜୀବନ ସ୍ୱରୂପ। ଏହି ସମସ୍ତଙ୍କର ଜୀବନକୁ ରୂପ ଦେବାରେ, ଗୋଟେ ସୁନ୍ଦର ରୂପ ଦେବାରେ ହିଁ ଈଶ୍ୱରଙ୍କର ତାଙ୍କର ଇଚ୍ଛା ରହିଛି। ଏବଂ ଈଶ୍ୱର ସମସ୍ତଙ୍କୁ ଗଢିଛନ୍ତି। କୋଉ ଦେବା ଦେବୀ କାହାର କୋଉ ଜୀବର ରକ୍ତରେ କେତେବେଳେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ଆଉ ପଶୁବଦ୍ଧ କରି ଈଶ୍ୱରଙ୍କୁ ପୂଜା କରିବା ଅର୍ଥ ବହୁ କିଛି ଅଭିଶାପର ଅଧିକାରୀ ହେବା। ଆମେ କିନ୍ତୁ ଏହି ପଶୁବଦ୍ଧ ଦ୍ୱାରା ଆତ୍ମତୃଷ୍ଟି ପାଇଥାଉ। ଠାକୁର କିନ୍ତୁ କହୁଛନ୍ତି ବହୁ ଅଭିଶାପର ମଣିଷ କିନ୍ତୁ ଅଧିକାରୀ ହେଇଥାଏ। ଦେଖାଯାଏ ଜୀବନଟା ସେଇପରି ଭାବରେ ବିଗିଡି ଯାଇଥାଏ। ତାହା ହିଁ ଘଟିଥିଲା ସେଦିନ। ବହୁ ଭାବରେ କାକୁତି ମିନତି ହେଇଛନ୍ତି ଠାକୁରଙ୍କ ନିକଟରେ ପ୍ରକାଶ ଚୌଧୁରୀ ଠାକୁର, ଏଇଥର ମତେ ରକ୍ଷା କରିଦିଅନ୍ତୁ, ଆଉ କେତେବେଳେ ବି ଜୀବନରେ ଆଉ ଏ ପ୍ରକାର ଭୁଲ ହବନି। ଠାକୁର କହୁଛନ୍ତି ମୁଁ ନାଚା, ଆଉ ସମ୍ଭବ ନୁହେଁ। ଠାକୁର କଣ କରିଛନ୍ତି, କଲିକତାର ବହୁ ବଡ ବଡ ଡାକ୍ତରଙ୍କୁ ନେଇ ଆସିଛନ୍ତି। ପ୍ରକାଶ ଚୌଧୁରୀଙ୍କୁ ଯେ କଣ କରିଛନ୍ତି, ଚିକିତ୍ସା କରେଇଛନ୍ତି ଡାକ୍ତର ମାନଙ୍କ ମାଧ୍ୟମରେ। ତାଙ୍କର ପୁଣି କଣ କରିଛନ୍ତି, ଅପରେସନ କରେଇଛନ୍ତି। କିନ୍ତୁ ଖୁବ ଅଳ୍ପ ଦିନ ଭିତରେ ମୃତ୍ୟୁ ଘଟିଛି ପ୍ରକାଶ ଚୌଧୁରୀଙ୍କର। ଏଇ ହଉଛନ୍ତି ପ୍ରିୟ ପରମ ଜୀବେ ଦୟା। ଆମର ମନ ଭିତରେ ବୁଝେଇ ଦେଇଛନ୍ତି କୋଉ ପ୍ରକାର ଜୀବଙ୍କ ପ୍ରତି ଦୟା ଘଟେ। ସେଦିନ ଅନେକ ଭାବରେ ଆମର ଧାରଣା ରହିଛି ଯେ ଆମେ ସିନା କହୁଛେ ଛେଳି ଏଇ ସବୁ ବିଭିନ୍ନ ପ୍ରକାର ପ୍ରାଣୀ ମାନଙ୍କୁ ହତ୍ୟା କଲେ ଆମର ହଉଛି କଲେ ଆମର ଯେ ହତ୍ୟା ହେଇଗଲା। ଆମେ ତ ବିଭିନ୍ନ ପ୍ରକାର ଉଦ୍ଭିଦ ମାନଙ୍କୁ ମଧ୍ୟ ତାଙ୍କ ଡାଳ ଭାଙ୍ଗି ଆଣୁ, ତାଙ୍କର ଫଳ ପନିପରିବା ଏଇଟା ଭକ୍ଷଣ କରୁ। ଏଇଟା କିନ୍ତୁ ନୁହେଁ, ଏଇଟା କିନ୍ତୁ ଦ୍ଵାରା କଣ ଜୀବ ହତ୍ୟା ହୁଏ ନା? ଠାକୁର ବୁଝେଇ ଦଉଛନ୍ତି ଏ କଥା। ଅନେକ ଶାସ୍ତ୍ରରେ ମଧ୍ୟ ତାହା ହିଁ ଆଲୋଚନା ହେଇଛି। ମଣିଷର ବାଳ ଆଉ ନଖ କାଟିଦେଲେ ଯେମିତି ତାକୁ ଯନ୍ତ୍ରଣା ହୁଏ ନା, ତାର କିଛି ନଷ୍ଟ ବିନଷ୍ଟ ହୁଏ ନା, ଠିକ ସେଇପରି ଉଦ୍ଭିଦର ଡାଳ ପତ୍ର ବା ପନିପରିବା ଫଳ ଇତ୍ୟାଦିକୁ ନେଇ ଆସିଲେ ବିଶେଷ ଭାବରେ ଉଦ୍ଭିଦର କିଛି କ୍ଷତି ଘଟେ ନାହିଁ, ଉଦ୍ଭିଦର ମୃତ୍ୟୁ ହୁଏ ନାହିଁ। ତେଣୁ ସେମାନଙ୍କର ତାହା ହେଉଛି ଉଦ୍ଭୃତ ଜିନିଷ ଗୁଡିକ, ତାଙ୍କର ବଳକା ଜିନିଷ। ତେଣୁ ତାକୁ ଭକ୍ଷଣ କଲେ, ତାକୁ ନେଇ ଆସିଲେ ଉଦ୍ଭିଦକୁ ଆମେ କଷ୍ଟ ଦଉଛେ ବୋଲି ବୁଝାଯାଏ ନା। ତେଣୁ ଏଇ ପ୍ରକାରର କଥା ଜୀବେ ଦୟା। ସେଦିନ 1963 ମସିହାର କଥା। ଶ୍ରୀ ଠାକୁରଙ୍କ ଜୀବନରେ କେତେଟା ଉଦାହରଣର କଥା କହିବି, ତାଙ୍କର ଲୀଳାର କଥା କହିବି। ମଣିଷ ନିକଟରେ ଏମିତି କିଛି ସୂଚନା ସେ ରଖିଦେଇ ଯାଇଛନ୍ତି, ମଣିଷ ତାଙ୍କୁ ସେଇ ଗୁଡିକ ଜାଣିଲା ପରେ ମଣିଷର ମନ ଭିତରେ ସେଇ ପ୍ରକାରର ଗୋଟେ ପ୍ରତ୍ୟୟ ଆସେ। ସେ ନିଜର ଜୀବନକୁ ପରିବେଶ ଭିତରେ ଦେଇ ବଞ୍ଚେଇବାକୁ ଚେଷ୍ଟା କରେ। ନିଜର ଯୋଉ ମନଗଢା ବିଧାନ ରହିଛି ତା ଭିତରୁ ବାହାରକୁ ଯାଇ ଯେ ଈଶ୍ୱରଙ୍କର ଯୋଉ ବିଧି ରହିଛି, ପ୍ରିୟ ପ୍ରକୃତିର ଯୋଉ ବିଧି ରହିଛି, ତାରି ଭିତରେ ଦେଇ ନିଜର ଜୀବନକୁ ପରିଚାଳିତ କରିବାକୁ ଚେଷ୍ଟା କରେ। 1963 ମସିହାର କଥା। ଶ୍ରୀ ଠାକୁର ଦେଓଘରରେ ଅବସ୍ଥାନ କରିଥାନ୍ତି। ଏଇ ପାର୍ଲର ଯୋଉ ରହିଛି ତାର ପୂର୍ବ ପାର୍ଶ୍ୱରେ ନିରଳା ନିବାସ ବୋଲି ଗୋଟିଏ ଘରଟିଏ ରହିଥାଏ। ନୁଆଣିଆ ଘର, ଟିଣ ଘର। ଖରାଦିନେ ବହୁ ଭାବରେ ଗରମ ହୁଏ। ଶ୍ରୀ ଠାକୁର ସ୍ୱସ୍ତି ଅନୁଭବ କରିପାରନ୍ତି ନାହିଁ। ଭକ୍ତମାନେ ଚିନ୍ତା କରିଛନ୍ତି ଏ ଘରଟାକୁ ଭାଙ୍ଗି ଦେଇ ଗୋଟେ ବଡ ଘର କରିବେ, 2 ତାଲାର ଗୋଟେ ଛାତ ଘର କରିବେ, ତାର ଆକାରଟାକୁ ବଢେଇବେ। ଫଳରେ ଠାକୁର ସେଇଠି ଅବସ୍ଥାନ କରିବା ଭିତରେ ଦେଇ ଗରମରୁ ରକ୍ଷା ପାଇବେ। ଏ ଦାୟିତ୍ୱଟା ନେଇଛନ୍ତି କିଏ? ସେ ଘରଟାକୁ ଭାଙ୍ଗି ଗୋଟେ ବଡ ଘର କରିବେ। ଗୌରମଣ୍ଡଳ ଦା ଏହାରି ଭିତରେ ନକ୍ସା ପ୍ରସ୍ତୁତ ହେଇଛି। ଇଞ୍ଜିନିୟର ଆସିଛନ୍ତି, ନକ୍ସା ପ୍ରସ୍ତୁତ ହେଇଛି ଘରଟା କିପରି ତିଆରି କରାଯିବ। ଏଇ ଘରଟାକୁ ବଢେଇ କରିବା ଭିତରେ ଦେଇ ଗୋଟେ ସଜନା ଗଛ ଆଉ ଗୋଟେ ଡାଳିମ୍ବ ଗଛକୁ କାଟି ଦବାକୁ ପଡିବ। ନ କାଟିଲେ ଘରଟାକୁ ଠିକ ଭାବରେ କରାଯାଇ ପାରିବ ନାହିଁ। ଏହିପରି କିଛି କତିପୟ ଗୌରମଣ୍ଡଳ ଦା, ମାୟା ମାଉସୀ ମା ଆଉ କିଛି ଲୋକ ବସି ବିଚାର ବିମର୍ଶ ଚାଲିଛି। କିଛି ଦୂରରେ ଶ୍ରୀ ଠାକୁର ବସି ସେମାନଙ୍କର କଥାଟାକୁ ଶୁଣୁଛନ୍ତି, କଣ କରିବାକୁ ପଡିବ। ଏହାରି ଭିତରେ କଥା ହଉ ହଉ ଗୌରମଣ୍ଡଳ ଦା କହୁଛନ୍ତି ଯେ ମାୟା ମାଉସୀ ମା କହୁଛନ୍ତି ଏଇ ଗଛ ଗୁଡାକ କାଟି ପକା। ସେତେବେଳେ ଠାକୁର ଚିତ୍କାର କରି କହୁଛନ୍ତି, କଣ କହିଲୁ? ଗଛ ଗୁଡାକ କାଟି ପକେଇବୁ? ତୋର ପେଟର ପିଲା ହେଇଥିଲେ ତୁ ଏପରି ଭାବରେ କହିଥାନ୍ତୁ। ଠାକୁର ଚିତ୍କାର କରି ଏଇ କଥା କହୁଛନ୍ତି। ସମସ୍ତେ ଡରି ଯାଇଛନ୍ତି, ସମାଧାନର ବାଟ ବାହାର କରୁଛନ୍ତି। ଏହାରି ଭିତରେ ଠାକୁରଙ୍କୁ ଯାଇ ଗୌରମଣ୍ଡଳ ଦା କହୁଛନ୍ତି, ଠାକୁର ଏଇ ସଜନା ଗଛର ଡାଳ ଗୁଡାକ କାଟି ଅନ୍ୟତ୍ର ଲଗେଇଦେଲେ ସେଗୁଡିକ ବଞ୍ଚିଯିବ। ଠାକୁର ଚିତ୍କାର କରି କହୁଛନ୍ତି, କଣ କହିଲୁ ଚଣ୍ଡାଳ? ଗଛ ଗୁଡାକ କାଟି ପକେଇବୁ? ଏହା କେବେ ସମ୍ଭବ ନୁହେଁ। ଗଛ ଗୁଡାକ କାଟିବା କେବେ ସମ୍ଭବ ହେଇପାରିବ ନାହିଁ। ତାହେଲେ କଣ କରାଯାଇପାରେ?
ତା ପାଇଁ ବ୍ୟବସ୍ଥା କରାଯାଇଛି। ତାର ଚତୁଃପାର୍ଶ୍ୱର ଯାହା ଯାହା ତାର ବୃତ ଆକା ତାର ଚେର ଯେତେ ଦୂର ମାଡ଼ିଛି ସେତିକି ଦୂର ଭାବରେ ଗୋଟିଏ ଗାତ ଖୋଳିବାକୁ ପଡିବ, ବଡ ଗାତ ଖୋଳିବାକୁ ପଡିବ। ଏଇ ଗଛ ଗୁଡାକ ତାର ଚାରିପଟରୁ ଖୋଳି ଗଛଟାକୁ ସମ୍ପୂର୍ଣ୍ଣ ଉପାଡ଼ି ନେଇ ଅନ୍ୟ ଜାଗାରେ ସେତିକି ପରିଧିର ଗାତ ଖୋଳି ତାକୁ ବସେଇ ଦେବାକୁ ପଡିବ। ଏହା ହିଁ ପଛରେ ପରବର୍ତ୍ତୀ ସମୟରେ ସ୍ଥିର ହେଇଛି। ଯୋଉଦିନ ଗାତ ଖୋଳା ଯାଇଛି ଅଲଗା ଜାଗାରେ, ଯୋଉଦିନ ଗଛ ଗୁଡାକ ଉପୁଡା ଯିବ ସେଇ ସମୟରେ ଠାକୁର ସେଠାରେ ଉପସ୍ଥିତ ଅଛନ୍ତି। ଗଡଗଡାର ନଳଟା ପାଟିରେ ଅଛି, ହୁକା ଟାଣୁଛନ୍ତି, ଦେଖୁଛନ୍ତି ଲୋକମାନଙ୍କର ଅବସ୍ଥା। ଗଛ ଗୁଡାକର ଚାରିପଟ ଖୋଳା ଯାଇଛି, ତାକୁ ଦୌଡ଼ି ଦେଇ ଉପରକୁ ଉଠାଇବାକୁ ଚେଷ୍ଟା ଚାଲିଛି। ଧୀରେ ଧୀରେ ଠାକୁର ନିର୍ନିମେଷ ନୟନରେ ଚାହିଁ ରହିଛନ୍ତି ସେଇ ଗଛ ଦୁଇଟାକୁ କିପରି ଉପଡା ଯାଉଛି। ଧୀରେ ଧୀରେ ଗଛ ଯେତେବେଳେ ଉପାଡିବା ଆରମ୍ଭ ହେଇଛି, ଠାକୁରଙ୍କର ହୁକା ଖାଇବାର ବେଗଟା ଧୀରେ ଧୀରେ ଯେ କମି ଯାଇଛି, ମୁହଁଟା ବିଷର୍ଣ୍ଣ ହେଇଯାଇଛି। ଧୀରେ ଧୀରେ ଦେଖୁଛନ୍ତି ଗଛଟା ଯେତେବେଳେ ଧୀରେ ଧୀରେ ଉପଡା ଯାଇଛି, ମାଟିର ଉପରକୁ ଆସିଛି, ହାତରୁ ସେ ହୁକାର ନଳଟା ଖସି ଯାଇଛି ଠାକୁରଙ୍କ ହାତରୁ। ଠାକୁର କହୁଛନ୍ତି ବିଶୁଦାଙ୍କୁ, ଠାକୁରଙ୍କର ଭକ୍ତ ବିଶୁଦାଙ୍କୁ କହୁଛନ୍ତି, ବିଶୁଦା ଧନ ମୋର, ସୁନା ମୋର, ଟିକେ ଲକ୍ଷ୍ୟ ରଖିବୁ। ଯେମିତି ତୁ ବ୍ରାହ୍ମଣର ପିଲା, ତୋର ସବୁ କିଛି ଦାୟିତ୍ୱ, ଯେମିତି ଲକ୍ଷ୍ୟ ରଖିବୁ ଗଛ ଦୁଇଟା ସମ୍ପୂର୍ଣ୍ଣ ରୂପରେ କିଛି କ୍ଷତି ନ, କିଛିଟା ଟିକିଏ ହେଲେ କ୍ଷତି ନ ଘଟେ, ଏବଂ ଗଛଟା ଯେମିତି ଭାବରେ ପୁଣି ବଢି ଉଠେ, ବଞ୍ଚିଯାଏ। ତୁମର ଦାୟିତ୍ୱ ସମ୍ପୂର୍ଣ୍ଣ ରୂପରେ ତାକୁ ଲକ୍ଷ୍ୟ ରଖି ବଞ୍ଚେଇବାର ଚେଷ୍ଟା କରିବ। ଏହିପରି ଭାବରେ ଠାକୁର ଅତ୍ୟନ୍ତ କାକୁତି ମିନତି ହେଇ ବିଶୁଦାଙ୍କୁ କହୁଛନ୍ତି। ସତରେ ଏଇ ଦେଖିଲେ ବୁଝା ପଡେ ପ୍ରିୟ ପରମଙ୍କର ଗୋଟେ ଅଣୁ, ଏଇ ବିଶ୍ୱ ସୃଷ୍ଟିର ଗୋଟିଏ ଅଣୁ ପାଇଁ, ଜଡ ଜଗତ ହଉ କି ଜୀବ ଜଗତ, ଗୋଟିଏ ଅଣୁ ପାଇଁ କେତେ ଭାବରେ ସେ ବ୍ୟାକୁଳିତ ଥିଲେ। ତାଙ୍କର ଏଇ ସ୍ନେହ, ତାଙ୍କର ଏଇ ମମତା, ତାଙ୍କର ଏଇ ଭଲ ପାଇବା ମଣିଷ କେତେବେଳେ ଅନ୍ୟଠାରେ ଦେଖିବାକୁ ପାଇନି। ସେ ସେତିକି ଯଦି ପ୍ରିୟ ପରମ ପରମ ଦରଦୀ ନ ହୁଅନ୍ତି, ମଣିଷ କେତେବେଳେ ତାଙ୍କର ଏଇ ଯେ ଭଲ ପାଇବାଟାକୁ ଠିକ ଭାବରେ ବୁଝି ପାରିନଥାନ୍ତା। ତେଣୁ ତାଙ୍କୁ କୁହାଯାଏ ପ୍ରେମ ସ୍ୱରୂପ ବ୍ୟଥାହାରୀ। ସେ ସମସ୍ତଙ୍କୁ ସେ ପ୍ରେମର ସ୍ୱରୂପତା ଭିତରେ ବାନ୍ଧି ରଖିବାକୁ ଚେଷ୍ଟା କରିଛନ୍ତି। ତେଣୁ ଯେ କେତେ ଭାବରେ ସେ ଜୀବେ ଦୟା, ତେଣୁ ଶାସ୍ତ୍ର କହେ ଜୀବେ ଦୟା ନାମେ ରୁଚି। ଜୀବଙ୍କ ପ୍ରତି ଭଲ ପାଇବା ଦୟା ଭିତରେ ଦେଇ ଧର୍ମଟା ଆଗକୁ ବଢିଥାଏ। ମନେ ପଡେ ଶିଶୁ ଠାକୁର ଦିନେ କୁଷ୍ଟିଆରୁ ଯିବେ, ଯେ ପାବନା ଆଶ୍ରମରୁ କୁଷ୍ଟିଆ ଅଭିମୁଖେ ଯିବେ କୀର୍ତ୍ତନ କରିବା ପାଇଁ। ଦିନରେ ଯିବାକୁ ପଡିବ, 10 ମାଇଲ ଚାଲି ଚାଲି ଯିବାକୁ ପଡିବ, ଗାଡିର କୌଣସି ବ୍ୟବସ୍ଥା ହିଁ ନାହିଁ। କିନ୍ତୁ ବାହାରୁ ବାହାରୁ ଏଇ ଦ୍ୱିପହର ବେଳା କଣ ହେଇଛି ନା, ଖୁବ ବଡ ଅସରାଏ ବର୍ଷା ହେଇଯାଇଛି। ତେଣୁ ଠାକୁରଙ୍କର ବାହାରିବାଟା ବିଳମ୍ବ ହେଇଯାଇଛି। ତେଣୁ ଯେତେବେଳେ ବର୍ଷା ଛାଡିଛି, ଖୁବ ଦ୍ରୁତ ବେଗରେ ଠାକୁର ଏବଂ ଭକ୍ତ ମଣ୍ଡଳୀ କୁଷ୍ଟିଆ ଅଭିମୁଖେ ବାହାରି ପଡିଛନ୍ତି। ସନ୍ଧ୍ୟା ସୁଦ୍ଧା ପହଞ୍ଚିବାକୁ ପଡିବ, ସେଠି ସଂକୀର୍ତ୍ତନ ହବାର ଅଛି। ଠାକୁର ଚାଲିଛନ୍ତି ଦ୍ରୁତ ବେଗରେ, ତାଙ୍କ ପଛରେ ଭକ୍ତ ମଣ୍ଡଳୀ ଧାଇଁଛନ୍ତି। ଠାକୁରଙ୍କର ଚାଲିବାଟା ଧାଇଁବା ସହିତ ସମାନ। ଏହିପରି ଯାଉ ଯାଉ ହଠାତ୍ କିନା ଠାକୁର ଗୋଟିଏ ଜାଗାରେ ଅଟକି ଯାଇଛନ୍ତି, ସ୍ତବ୍ଧ ହେଇ ଠିଆ ହେଇଯାଇଛନ୍ତି। ସତେ ଯେମିତି କିଏ ତାଙ୍କୁ ଚିତ୍କାର କରି ଡାକିଲେ ଚାରିପଟରୁ, ଯେମିତି ଭାବରେ ଆମେ ଠିଆ ହେଇଯାଉ, କୋଉ ଦିଗରୁ ଶବ୍ଦଟା ଆସୁଛି ବାରି ନ ପାରିଲେ ଆମେ ଶବ୍ଦଟାକୁ ଶୁଣିବା ପାଇଁ ଠିଆ ହେଇଯାଉ। ଠିକ ସେଦିନ ଠାକୁର ମଧ୍ୟ ସ୍ତବ୍ଧ ହେଇ ଗୋଟିଏ ଜାଗାରେ ଠିଆ ହେଇଯାଇଛନ୍ତି। ସତେ କିଏ ତାଙ୍କୁ ଆକୁଳ ବ୍ୟାକୁଳ ଭାବରେ ଡାକୁଛି। ଭକ୍ତ ମଣ୍ଡଳୀ କିନ୍ତୁ ଏଇଟା ବୁଝି ପାରିନାହାନ୍ତି। ସେମାନେ ଭାବିଛନ୍ତି ବୋଧେ ଠାକୁର ଏକ ପାସ୍ କି କଣ ଯିବେ, ପାସ୍ ଯିବେ ବୋଧେ, ସେଥିପାଇଁ ଠିଆ ହେଇଯାଇଛନ୍ତି। ଭକ୍ତ ମଣ୍ଡଳୀ ତାଙ୍କୁ ଅତିକ୍ରମ କରି ଆଗକୁ ଚାଲି ଯାଇଛନ୍ତି କିଛି ଦୂର। କିଛି ଦୂର ଚାଲି ଯାଇ ପଛକୁ ଯେତେବେଳେ ଦେଖୁଛନ୍ତି, ଠାକୁରଙ୍କର ପାସ୍ ବସିବାର କିଛି କାହିଁ ଅଙ୍ଗ ଭଙ୍ଗୀ ନାହିଁ। ଠାକୁର ଗୋଟେ କନ କନ ହେଇ ଦେଖୁଛନ୍ତି, ସତେ ଯେମିତି ତାଙ୍କୁ କିଏ ଚାରିପଟରୁ ଡାକୁଛି, କିଏ ଚିତ୍କାର କରୁଛି। ଏହାରି ପରେ ଦେଖୁଛନ୍ତି, ଭକ୍ତମାନେ ଦୂରରୁ ଦେଖୁଛନ୍ତି, ଠାକୁର ଠିଆ ହେଇଥିବା ଜାଗାର କିଛି ଅଳ୍ପ ଦୂରରେ ଗୋଟିଏ ଖାଲଟିଏ ଥିଲା। ସେଇ ଖାଲ ଭିତରକୁ ପଶିଯାଇ ସେଇ ଯୋଉ ବର୍ଷା ପରେ ପାଣି ଜମି ଯାଇଛି, ସେ ପାଣିରୁ କଣ ଗୋଟେ ଆଞ୍ଜୁଳା ଆଞ୍ଜୁଳା ଆଣି ମାଟି ଉପରେ ଛାଡିଛନ୍ତି। ଭକ୍ତ ମଣ୍ଡଳୀ ଫେରି ଆସିଛନ୍ତି ଠାକୁରଙ୍କ ନିକଟକୁ। ଦେଖୁଛନ୍ତି ଠାକୁର କଣ ହେଲା ନା, ସେ ଯୋଉ ଗାତରେ ପାଣି ରହିଛି, ସେଇ ପାଣିରେ ଭାସୁଛନ୍ତି ପିମ୍ପୁଡି ଗୁଡାକ। ସେଇ ପିମ୍ପୁଡି ଗୁଡାକୁ ଠାକୁର ହାତରେ ଛାଣି ଛାଣି ଆଣି ମାଟି ଉପରେ ଛାଡି ଦଉଛନ୍ତି। ଏଇ କଥା ଯେତେବେଳେ ଭକ୍ତ ମଣ୍ଡଳୀ ଦେଖିଛନ୍ତି, ସେମାନେ ମଧ୍ୟ ପାଣିରେ ପଶି ସେଇ ପିମ୍ପୁଡି ଗୁଡାକ ଛାଣି ଆଣି ମାଟିରେ ଛାଡୁଛନ୍ତି। ଯେତେବେଳେ ଠାକୁର ଦେଖୁଛନ୍ତି ଗୋଟିଏ ହେଲେ ପିମ୍ପୁଡି ଆଉ ପାଣିରେ ନାହାନ୍ତି, ସେତେବେଳେ ଉପରକୁ ଉଠି ଆସିଛନ୍ତି। ପୁଣି ଚାଲିବା ପାଇଁ ଭକ୍ତମାନେ କହୁଛନ୍ତି, ଠାକୁର ଚାଲନ୍ତୁ, ବିଳମ୍ବ ହେଇଗଲାଣି, ଶୀଘ୍ର ଯିବା। କିନ୍ତୁ ଠାକୁର ଦେଖୁଛନ୍ତି ଦୂରରୁ ଗୋଟିଏ ଶଗଡିଆଟିଏ ଶଗଡ ନେଇ ଆସୁଛି। ଏଇ ଯୋଉ ପିମ୍ପୁଡି ମାନଙ୍କୁ ରାସ୍ତା ଉପରେ ମାଟି ଉପରେ ଛାଡିଛନ୍ତି, ସେଇ ରାସ୍ତା ଦେଇ ଶଗଡଟା ଚାଲିଯିବ। ସେଇ ଶଗଡର ଚକାରେ
ଏବଂ ସେଇ ଯୋଉ ବଳଦ ଯୋଖା ଯାଇଛି ତାଙ୍କର ପାଦରେ କିଛି ପିମ୍ପୁଡି ମରିଯିବେ। ତେଣୁ ସେ କଣ କରୁଛନ୍ତି, ସେଇ ପିମ୍ପୁଡି ମାନଙ୍କୁ ଆଡ କରି ଠିଆ ହେଉଛନ୍ତି ଶଗଡଟା ତାଙ୍କ ପାଖକୁ ଆସିବା ପର୍ଯ୍ୟନ୍ତ। ଯେତେବେଳେ ଶଗଡଟା ତାଙ୍କ ପାଖରେ ଆସି ପହଞ୍ଚିଛି ଠାକୁରଙ୍କ ପାଖରେ, ଠାକୁର ହାତ ଦେଖେଇ କହୁଛନ୍ତି ଏ ରାସ୍ତା ଦେଇ ଯାଅନି, ସେଇ ଆଡେଇ ହେଇ ସେଇ ଦୂର ଦେଇ ତୁମେ ଚାଲି ଯାଅ। ତା ହିଁ ଶଗଡ କରିଛି, ଶଗଡିଆ କରିଛି, ସେଇ ରାସ୍ତାରେ ନ ଯାଇ ଦୂରେଇକିରି ଶଗଡ ନେଇ ଚାଲି ଯାଇଛି। ଦେଖନ୍ତୁ କେତେ ପ୍ରିୟ, କେତେ ପରମ ଦରଦୀ, ସାମାନ୍ୟ କିଛିଟା ପିମ୍ପୁଡିଙ୍କୁ ବଞ୍ଚେଇବା ପାଇଁ କିପରି ଭାବରେ ଆକୁଳ ବ୍ୟାକୁଳ ହେଇ ସେ ଚାହିଁ ରହିଛନ୍ତି। ସମସ୍ତଙ୍କର ଆର୍ତ୍ତନାଦ ତାଙ୍କର କର୍ଣ୍ଣ ଗହ୍ୱର ମଧ୍ୟରେ ପ୍ରକମ୍ପିତ ହେଇଥାଏ। କିନ୍ତୁ ଆମେ ପ୍ରିୟ ପରମଙ୍କୁ ସାରା ଜୀବନ ଧରି ଚାଲିଛେ, ଅନେକ ଭାବରେ ତାଙ୍କର ଲୀଳାର କଥା ଶୁଣିଛେ, ଅନେକ ଭାବରେ ତାଙ୍କର କଥାକୁ ଆମେ ବିଶେଷ ଭାବରେ ବୁଝିଛେ, ଜାଣିଛେ, କିନ୍ତୁ ଜୀବନରେ ପ୍ରୟୋଗ କରିବା ବହୁ ଭାବରେ ଦୁରୂହ ବ୍ୟାପାର ହେଇ ଉଠିଛି। ଆମେ ମାନେ କଣ ଦେଖୁନେ ପିମ୍ପୁଡିରେ ନା ପାଣିରେ ଜନ୍ଦା ପିମ୍ପୁଡି ଭାସିବାଟା କଣ ଆମେ ଦେଖୁନେ? କେତେ ଜଣ ବ୍ୟାକୁଳ ଭାବରେ ଆମେ ରକ୍ଷା କରିଛେ, ତାଙ୍କୁ ଚେଷ୍ଟା କରିଛେ ରକ୍ଷା କରିବା ପାଇଁ। ଏଇ ଗୁଣ ଗୁଡିକ ଯଦି ଜୀବନରେ ଚରିତ୍ରରେ ନ ରହେ, ତାହେଲେ ଠାକୁରଙ୍କୁ ଧରି ଜୀବନଟା ସାର୍ଥକ ହେଲା ବୋଲି କୁହାଯାଇପାରେ ନା। ଠାକୁର କହୁଛନ୍ତି ଏଇ କଥା ଗୁଡିକ ଆମେ ଯୋଉ ଶୁଣିଲେ, ଆମେ ଯୋଉ ଜାଣିଲେ ଠାକୁରଙ୍କର ଲୀଳାର କଥା, ଖୁବ ସୁନ୍ଦର ଲାଗେ, ବଢିଆ। ଠାକୁର ଏତେ ଭାବରେ ପରମ ଦରଦୀ ଥିଲେ ବୋଲି ଆମକୁ ଆନନ୍ଦ ଦିଏ, କିନ୍ତୁ ଏଇଟାକୁ ଆମେ ଜୀବନରେ ପ୍ରୟୋଗ କରିପାରୁନା। ଠାକୁର କହୁଛନ୍ତି ଭାବା ଯାତା ଫୁଟଲେ କରାଏ, ପ୍ରକୃତ ତଖନି হয়। ଆମେ କିନ୍ତୁ ପ୍ରକୃତ ହେବାକୁ ଚେଷ୍ଟା କରିଛେ, ଆମେ ଚାହିଁଛେ ପ୍ରିୟ ପରମ ଶିଶୁ ଠାକୁରଙ୍କର ପରମ ଭକ୍ତ ହେବା ପାଇଁ, ଆମେ ପ୍ରକୃତ ହେବାକୁ ଚେଷ୍ଟା କରିଛେ। ଠାକୁର କହୁଛନ୍ତି ଏ ପ୍ରକୃତର କିଛି ମୂଲ୍ୟ ହିଁ ନାହିଁ। ମୁଁ ଯାହା ଶୁଣିଲି, ଯାହା ବୁଝିଲି, ଯାହା ଠାକୁରଙ୍କ ନିକଟରୁ ଗ୍ରହଣ କଲି, ଭାବା ଯାତା ଫୁଟଲେ କରାଏ, ତାକୁ କରିବି, তাহলে যাই প্রকৃত হেবি। ভাবা যাহা তা ফুটলে করায় প্রকৃত তখনি হয়, প্রকৃত হলেই জানিস ওরে পাইবার উপচয়। তু যদি প্রকৃত হেলু তাহলে কিছু পাইবাটা তোর ঘটিপারে, প্রকৃত যদি না হলি তুই পাইবা হবে না তোর। যদি প্রকৃত ন হেলু, ঠাকুর যেমিতি ভাবে করিছন্তি কহিছন্তি তা যদি তোর জীবন চলনীরে ফুটি ন উঠিলা, প্রকৃত যদি না হলি তুই পাইবা হবে না তোর। ଯୋଉଟା ପାଇବା ପାଇଁ ତୁ ବ୍ୟାକୁଳ ହେଇ ଉଠିଛୁ, ପ୍ରିୟ ପରମଙ୍କର ନିକଟବର୍ତ୍ତୀ ହେବା ପାଇଁ ଆମେ ଚାହୁଁଛେ, ତାଙ୍କର ଅଶେଷ ଆଶୀର୍ବାଦର ଅଧିକାରୀ ହେବା ପାଇଁ ଚାହିଁଛେ, ଜୀବନଟାକୁ ଉଦ୍ବେଗ ବିହୀନ କରିବା ପାଇଁ ଚେଷ୍ଟା କରିଛେ, କିନ୍ତୁ ପାଇବା হবে না তোর। ଭାବେରେ ଜଳେ କି ତୃଷ୍ଣା যায়। ଗୋଟେ ଅନେକ କଥା ଭାବିଦେଲେ, ଯଦି ଅନେକ ପାନୀୟ ଜିନିଷକୁ ଦେଖିଦେଲେ, ଯେ ଯଦି ତୃଷ୍ଣାଟା ମେଣ୍ଟି ଯାଉଥାନ୍ତା, ମଣିଷ ତାହେଲେ ଆଉ ପିଅନ୍ତା ନାହିଁ କିଛି ଜିନିଷ। ଭାବେରେ ଜଲେ କି ତୃଷ୍ଣା যায়, ତୃଷ୍ଣାତେ ରହିବି ବୋ। ଠାକୁର ଭଲ ଭଲ କଥା କହିଛନ୍ତି। ଯେତେବେଳେ ପ୍ରିୟ ପରମ ପୁରୁଷୋତ୍ତମ ଯେତେ ଯୁଗରେ ଆସିଛନ୍ତି, ସେ ଭଲ କଥା ହିଁ କହିଛନ୍ତି, ବଞ୍ଚିବା ବଢିବାର କଥା କହିଛନ୍ତି। ମଣିଷକୁ ଶୁଣିଲେ ଆନନ୍ଦ ଲାଗେ, କିନ୍ତୁ କରିଲେ କଷ୍ଟ ଲାଗେ। ତେଣୁ ଠାକୁର କହୁଛନ୍ତି ଭାବେରେ ଜଲେ କି ତୃଷ୍ଣା যায়। ସୁନ୍ଦର ସୁନ୍ଦର ପାନୀୟକୁ ଦେଖିଦେଲେ ଯଦି ତୃଷ୍ଣାଟା ମେଣ୍ଟି ଯାଉଥାନ୍ତା, ତୃଷ୍ଣାତେ ରହିବୁ ଘୋର। ସବୁବେଳେ ତୃଷ୍ଣାମୟ ହେଇକି ଜୀବନଟା ରହିବ। ତେଣୁ ସବୁବେଳେ କିଛି କାମ କରିବାକୁ ପଡିବ। ଏଇ କଥାରୁ ମନେ ପଡେ ଗୋଟିଏ କଥା, ଶ୍ରୀ ଠାକୁର ଯେତେବେଳେ ହିମାୟତପୁର ଆଶ୍ରମରେ ରହିଥାନ୍ତି, ସେତେବେଳେ କୌଣସି ପ୍ରକାର ପାଇଖାନା ଭଲ ଭଲ ପାଇଖାନାର ବ୍ୟବସ୍ଥା ନଥାଏ। ଏମିତି ଗୋଟେ ଉଠା ପାଇଖାନା, ଗୋଟେ ମଞ୍ଚା ପାଇଖାନା, ତଳେ ଗୋଟେ ବଡ ଗାମଲାଟେ ରଖାଯାଇଥାଏ, ଉପରେ ଗୋଟେ କିଛି ଉଚ୍ଚତାରେ ଗୋଟେ ମଞ୍ଚାଟିଏ କରିଦିଆ ଯାଇଥାଏ। ସେଇ ମଞ୍ଚାରେ ବସନ୍ତି, ଯାଇ ଠାକୁର ନିଜେ ମଞ୍ଚାରେ ବସନ୍ତି ଏବଂ ସେଇଠାରେ ଝାଡା ବସନ୍ତି। ସେ ଝାଡାଟା ତଳେ ଥିବା ଗାମଲାରେ ଭର୍ତ୍ତି ହେଇଯାଏ, ପଡିଯାଏ। କିନ୍ତୁ ଠାକୁର ପ୍ରତିଦିନ କଣ କରନ୍ତି, ଯିବା ପୂର୍ବରୁ, ଝାଡା ଯିବା ପୂର୍ବରୁ ଦେଖନ୍ତି ଏଇ ଗାମଲାରେ କିଛି ଗୋବର ପୋକ ଅଛନ୍ତି କି, ପଡି ଯାଇଛନ୍ତି କି। ଯଦି ଗୋବର ପୋକ ପଡି ଯାଇଥାନ୍ତି, ତାହେଲେ ଉପରୁ ଝାଡା ପଡିଲେ ସେମାନେ ଝାଡାରେ ପୋତି ହେଇଯାଇ ମରିଯିବେ। ତେଣୁ ଠାକୁର କଣ କରନ୍ତି, ପ୍ରଥମେ ଗାମଲାଟାକୁ ଦେଖନ୍ତି। ଗାମୁଲାରେ ଯଦି କିଛି ଗୋବର ପୋକ ଥାନ୍ତି, ତାକୁ ହାତ ଦେଇକରି ନିଜେ ବାହାର କରିଦିଅନ୍ତି ଠାକୁର। ବାହାର କରିଦବା ପରେ ତାପରେ ପୁଣି ଯେ ତେଲ ସବୁ ଲଗେଇ, ସମ୍ପୂର୍ଣ୍ଣ ରୂପରେ ଦେହରେ ତେଲ ଲଗେଇ, ଝାଡା ଯାଇ ତେଲ ଲଗେଇ ପୁଣି ଗାଧେଇଥାନ୍ତି। ଏଇ ପ୍ରତ୍ୟେକ ଦିନେ ଏଇ ପ୍ରକାରର କାମ କରନ୍ତି, ନିଜ ହାତ ଦେଇ ଗୋବର ପୋକଙ୍କୁ ବାହାର କରିଦିଅନ୍ତି। ଦିନେ ଏପରି ଭାବରେ ଯେ ଗୋବର ପୋକ ମାନଙ୍କୁ ବାହାର କରିଦେଇ ଯାଇ ମଞ୍ଚାରେ ଚଢି ଝାଡା ବସୁଛନ୍ତି। ଖୁବ ଭାବରେ ପେଟଟା କାଟୁଛି, ଝାଡା ହବାର ଯାହା ଯାହା ଲକ୍ଷଣ ସବୁ କିନ୍ତୁ ହେଉଛି, କିନ୍ତୁ ଝାଡାଟା ମଳ ଦ୍ୱାର ଦେଇ ବାହାରୁ ନାହିଁ। ଠାକୁର ଅସ୍ତବ୍ୟସ୍ତ ହଉଛନ୍ତି, ଆରେ ଝାଡାଟା ଲାଗୁଛି, ଝାଡାଟା କିପରି ଭାବରେ ମଳ ଦ୍ୱାର ଦେଇ ବାହାରୁ ନାହିଁ କାହିଁକି? ଠାକୁରଙ୍କ ମନ ଭିତରେ ଗୋଟେ ଚିନ୍ତା, ଗୋଟେ କଥା ପଳେଇ ଆସିଲା, ସ୍ୱତଃ ପଳେଇ ଆସିଲା, ଆଉ ଗୋବର ପୋକ ରହିଯାଇନାହାନ୍ତି ତ। ଦେଖିଲା ବେଳକୁ ଠାକୁର ଓହ୍ଲେଇ ପୁଣି ଗାମଲାରେ ଦେଖୁଛନ୍ତି ଆଉ ଗୋଟିଏ ଗୋବର ପୋକ ଆବୁ ଟାବୁ ହଉଛି। ହାତ ଦେଇ ବାହାର କରିଦେଇଛନ୍ତି, ପୁଣି ମଞ୍ଚାରେ ଚଢି ଠିକ ଭାବରେ ଝାଡା ବସିଛନ୍ତି। ଏଇ କଥା ପରେ ଠାକୁର ଦିନେ ଏହାର ଉଦାହରଣ ଦେଇ କହୁଛନ୍ତି, ଏଇ ଗୋବର ପୋକ ଗୁଡାକର ଶକ୍ତି ସାମର୍ଥ୍ୟ ଏତେ ଅଧିକ
ଯେତେବେଳେ ସେମାନେ ଦଳ ଦଳ ହେଇ ଉଡି ଆସନ୍ତି, ଗୋଟେ ହେଲିକପ୍ଟର ଉଡି ଆସୁଥିଲା ପରି ଜଣା ପଡେ। ସତେ ଗୋଟେ ହେଲିକପ୍ଟରଟେ ଆସୁଛି, ଖୁବ ଏହିପରି ଭାବରେ ସାଉଣ୍ଡ ଶବ୍ଦ ହେଉଥାଏ। କିନ୍ତୁ ଏତେ ଶକ୍ତି ସାମର୍ଥ୍ୟର ଅଧିକାରୀ ହେଇ ମଧ୍ୟ ଯେତେବେଳେ ସେମାନେ ଏଇ ଯେ ବିଷ୍ଠାର ଗାମଲାରେ ପଡିଯାଆନ୍ତି, ସେମାନେ ତାଙ୍କର ଶକ୍ତି ସାମର୍ଥ୍ୟ ସବୁ କିଛି ଭୁଲି ଯାଆନ୍ତି। ମଣିଷର ଚରିତ୍ରଟା ତାହା ହିଁ ହେଇଯାଇଛି। ମଣିଷକୁ ଭଗବାନ ଏତେ ଶକ୍ତି ସାମର୍ଥ୍ୟର ଅଧିକାରୀ କରି ପଠେଇଛନ୍ତି, କିନ୍ତୁ ମଣିଷ ଯେତେବେଳେ ଏଇ ସମାଜକୁ, ଏଇ ପରିବେଶକୁ, ସଂସାରକୁ ଆସୁଛି, ଏଇ କାମିନୀ କାଞ୍ଚନ ପ୍ରବୃତ୍ତି ରିପୁର କବଳରେ ପଡିଯାଇ ତାର ସାମର୍ଥ୍ୟ ଶକ୍ତି ଗୁଡିକ ସମ୍ପୂର୍ଣ୍ଣ ରୂପରେ ଭୁଲି ଯାଇଛି ଯେ ସେ ପରମ ପିତାଙ୍କର ସନ୍ତାନ, ପରମ ପିତାଙ୍କର ଶକ୍ତିର ରୂପ ନେଇ ସେ ଆସିଛି, ସେଇ କଥା ଭୁଲିଯାଏ। ଫଳତଃ ସେଇ ସଂସାରର ଜଞ୍ଜାଳ ଭିତରେ ଉବୁଟୁବୁ ହେଇ ମରିଯାଏ ସିନା, କିନ୍ତୁ ତାର ସାମର୍ଥ୍ୟକୁ ସେ ସଦୁପଯୋଗ ଠିକ ରୂପରେ ବିନିଯୋଗ କରିପାରେ ନାହିଁ। ଏଇ ହଉଛି ମଣିଷର ଚରିତ୍ର। ତେଣୁ ଜୀବେ ଦୟା, ଠାକୁର ଏଇ ଜୀବ ଦୟା ଭିତରେ ଦେଇ ମଣିଷକୁ ବୁଝେଇ ଦେଇଛନ୍ତି କିପରି ଭାବରେ ଚରିତ୍ର ନେଇ। ଏବଂ ଏଇ ଜୀବ ପ୍ରତି ମଣିଷ ଦୟାଭାବ ସୃଷ୍ଟି କରିବା ପାଇଁ ଶ୍ରୀ ଠାକୁର ଦେଖେଇଲେ ନାମର ରୁଚି। ଆଉ ଗୋଟିଏ କଥା ଶାସ୍ତ୍ରରେ କହିଛି, ଜୀବେ ଦୟା ନାମେ ରୁଚି ବୈଷ୍ଣବ ସେବନ। ଯେ ନାମେ ରୁଚି, ନାମ ଅର୍ଥାତ୍ ଯେତେବେଳେ ଯୁଗ ପୁରୁଷୋତ୍ତମ ଯେତେବେଳେ ଯେଉଁ ରୂପରେ ଆସନ୍ତୁ ନା କାହିଁକି, ତାଙ୍କୁ ଚିହ୍ନିବାକୁ ହେଲେ, ତାଙ୍କୁ ଡାକିବାକୁ ହେଲେ, ତାଙ୍କୁ ବୁଝିବାକୁ ହେଲେ ଗୋଟେ ନାମ ଦେଇକରି ଡାକିବାକୁ ପଡେ, ଗୋଟେ ସତ୍ମନ୍ତ୍ର ଦେଇ ଡାକିବାକୁ ପଡେ। ଆମେ ଯେମିତି ଭାବରେ, ମୁଁ ଯୋଉ ସ୍ଥାନରେ ଅଛି, ମୋର ଯେତେ ଗୁରୁ ଗୁରୁଜନ ଅଛନ୍ତି, ମୁଁ କେତେବେଳେ କୋଉ ଗୁରୁ ଗୁରୁଜନଙ୍କୁ ନାମ ଦେଇ ତାଙ୍କର ନିଜସ୍ୱ ନାମ ଦେଇ ଡାକିବାକୁ ପଡେ ନାହିଁ। ଯୋଉ ନାମ ଦେଇ ସଂସାର ତାଙ୍କୁ ଚିହ୍ନେ, ସେ ନାମ ଦେଇ ମୁଁ ଡାକେ ନା। ମୋ ବାପାଙ୍କର ନାଁ ଧରିକି ଡାକେ ନା, ମୁଁ ବାପା ବୋଲି ଡାକେ। ମୁଁ ମୋ ଠାକୁରଙ୍କୁ ଡାକିବାକୁ ହେଲେ ଠାକୁର ଅନୁକୂଳ ଚନ୍ଦ୍ର ବୋଲି ମୁଁ ଡାକେ ନା, ତାଙ୍କର ସତ୍ମନ୍ତ୍ର ଦେଇ ଡାକିବାକୁ ପଡେ। ପ୍ରଭୁ ଶ୍ରୀରାମଙ୍କୁ ଡାକିବାକୁ ହେଲେ ତାଙ୍କର ସତ୍ମନ୍ତ୍ର ଦେଇ ଡାକିବାକୁ ପଡେ। ଯୋଉ ଯୁଗରେ ଯେମିତି ଭାବରେ ପ୍ରଭୁ ଆସନ୍ତି, ଗୋଟେ ନାମ ନେଇ ଆସିଥାନ୍ତି। ଏଇ ନାମର ରୁଚି ରହିବା ଦରକାର। ଠାକୁରଙ୍କୁ ସେଦିନ ଯାମିନୀ ଭାଇ ପଚାରୁଛନ୍ତି, ଠାକୁର କଣ ଏଇ ନାମଟା କରିଲେ ମଣିଷ କଣ ସିଦ୍ଧି ଲାଭ କରିପାରେ, ସବୁ କିଛି ବୁଝିପାରେ? ଠାକୁର କହୁଛନ୍ତି ଦୁଇଟା କଥା ଶାସ୍ତ୍ରରେ ଅଛି। କୋଟି ଜନ୍ମ କର ଯଦି ନାମ ସଂକୀର୍ତ୍ତନ, ତଥାପି ନ ପାଏ କେଉ ବ୍ରଜେର ନନ୍ଦନ। একবার কৃষ্ণ নাম যত পাপ হরে, জীবর নাহিক সাধ্য তত পাপ করে। দেখন্তু দুইটা কথা শুনিলে ଆମକୁ ବି ଗୋଟେ ଅବାଗିଆ ଲାଗିଥାଏ, ଅଡୁଆ ଲାଗିଥାଏ। କୋଟି ଜନ୍ମ କର ଯଦି ନାମ ସଂକୀର୍ତ୍ତନ, ଗୋଟିଏ ଜନ୍ମ ପାଇକିରି ଯଦି ସେଇ ନାମଟାକୁ ସଂକୀର୍ତ୍ତନ କରୁ, ତଥାପି ନ ପାଏ କେଉ ବ୍ରଜେର ନନ୍ଦନ। ବ୍ରଜର ନନ୍ଦନ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ମଧ୍ୟ ମଣିଷ ପାଇବା ନ ପାଇପାରେ। ପୁଣି ସେଇ ଶାସ୍ତ୍ରରେ କୁହାଯାଇଛି, একবার କୃଷ୍ଣ ନାମ ଯତ ପାପ ହରେ। ଗୋଟିଏ ବାର କୃଷ୍ଣ ନାମ ଯେତେ ପାପ ହରଣ କରିନିଏ, ଜୀବର ନାହିଁ କୋ ସାଧ୍ୟ ତତ ପାପ କରେ। ଜୀବର ସେତିକି ସାଧ୍ୟ ନାହିଁ। ସେ କୃଷ୍ଣ ନାମ ଥରେ ଜପି ଦେଲେ ଯେତିକି ପାପ ହରଣ ହେଇଯିବ, ମଣିଷ ଯଦି ସାରା ଜୀବନ ପାପ କରିବାକୁ ଚେଷ୍ଟା କରେ, ତାହେଲେ ସେ ଯେ ଜୀବର ନାହିଁ କୋ ସାଧ୍ୟ ତତ ପାପ, ସେତେ ପାପ କରିପାରିବ। ଠାକୁର ବୁଝେଇ ଦଉଛନ୍ତି ଏଇ ଦୁଇଟା କଥା ଯଦିଓ ସମ୍ପୂର୍ଣ୍ଣ ପରସ୍ପରର ବିପରୀତ, କିନ୍ତୁ ଦୁଇଟା ଠିକ। କାରଣ ମଣିଷ ଯଦି ମେକାନିକାଲି, ଗୋଟେ ଯାନ୍ତ୍ରିକ ଭାବରେ, ଗୋଟେ ଯନ୍ତ୍ର ଭାବରେ, ଯେମିତି ଭାବରେ ଆମେ ଦେଖୁଛେ ଟିଭି ଠୁ ଆରମ୍ଭ କରି, ସାଉଣ୍ଡ ସିଷ୍ଟମ ଠୁ ଆରମ୍ଭ କରି, ମୋବାଇଲ ଠୁ ଆରମ୍ଭ କରି କେତେ ଭାବରେ ଧର୍ମ ଗ୍ରନ୍ଥର ଆଲୋଚନା ହୁଏ, କେତେ ନାମ ସଂକୀର୍ତ୍ତନ ହୁଏ, ସେମାନେ କଣ କିଛି ଅନୁଭବ କରିପାରନ୍ତି ନା? ସେମାନେ ପ୍ରିୟ ପରମଙ୍କ ନିକଟରେ ପହଞ୍ଚି ଯାଇଛନ୍ତି ବୋଲି ବୁଝା ପଡେ? କେବେ ବି ନୁହେଁ। ତେଣୁ ଠାକୁର କହୁଛନ୍ତି ଯଦି ମେକାନିକାଲି ଯନ୍ତ୍ର ଭାବରେ ମଣିଷ ଭାବରେ କରେ, ମଣିଷ ନାମ କରେ, ସେ ନାମର କୋଟି ଜନ୍ମ ଯଦି କରେ ମଧ୍ୟ ତାର କିଛି ପୁଣ୍ୟ ହେଇପାରେ ନାହିଁ। କିନ୍ତୁ ମଣିଷଟା ଗୋଟେ ଆବେଗ ଭରେ, ଗୋଟେ ଅନ୍ତର ଭରେ, ଗୋଟେ ସଚେତନ ଭାବରେ, ଗୋଟେ ଭଲ ପାଇବା ଭାବ ନେଇ, ଗୋଟେ ସମର୍ପଣର ଭାବ ନେଇ ଯଦି ତାଙ୍କର ନାମଟା ଥରେ ମଣିଷ କରିଦିଏ, ଡାକି ଦିଏ ଭଗବାନଙ୍କୁ, ତାହେଲେ ସେଇ একবার কৃষ্ণ নাম যত পাপ করে, তার সম্পূর্ণ যেতে পাপ କରିଥାଉ ନା କାହିଁକି ସବୁ କିଛି ପାପ ହରଣ ହେଇଯାଏ। ତେଣୁ ଠାକୁର କହୁଛନ୍ତି ତୁମେ ଯାହା ବି ହୁଅ, ଯେପରି ବି ହୁଅ, ତୁମର ଆଚାର ବ୍ୟବହାର ଚାଲିଚଳନ ଯେତେ ବି ପଙ୍କିଳ ହେଉନା କାହିଁକି, ଆଦର୍ଶରେ ଆପ୍ରାଣ ହୋଇ ଯେପରି ଭାବରେ ତାଙ୍କୁ ତୁମର ପରିବେଶରେ ପ୍ରତିଷ୍ଠା ଲାଭ କରିବାକୁ ଚେଷ୍ଟା କର, ତାହେଲେ ତୁମେ ଯେତେ ବି ପାପ କରିଥାଅ, ଯାହା ବି ଥାଉ ନା କାହିଁକି, କ୍ରମେ କ୍ରମେ ତାହା ଝଡି ପଡିବ। ତୁମେ ଦୀପ୍ତ ହେବ,
ଉଜ୍ଜଳ ହୋଇ ସମସ୍ତଙ୍କୁ ଉଜ୍ଜଳ କରି ତୋଳିବ। ଆଉ ଶୁଣିବାକୁ ପାଇବ ସମସ୍ତଙ୍କର ଅନ୍ତର୍ବେଦନା ତୁମକୁ ଲକ୍ଷ୍ୟ କରି ଗାଇ ଉଠୁଛି ସ୍ୱସ୍ତି ସ୍ୱସ୍ତି ସ୍ୱସ୍ତି। ତେଣୁ ଠାକୁର କହୁଛନ୍ତି ତୁମେ ଯାହା ବି ହୁଅ ଯେପରି ହୁଅ କିନ୍ତୁ ତାଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପଣ ହବା ଦରକାର। ଏଇଟାକୁ ଯାନ୍ତ୍ରିକ ଭାବରେ ନାମକରଣ ବୋଲି କୁହାଯାଏ ନାହିଁ, ଆବେଗପୂର୍ଣ୍ଣ ନାମକରଣ। ଠାକୁର କହୁଛନ୍ତି ଏଇ ଯୋଉ ନାମ କରିବାର ଭିତରେ ଦେଇ ଠାକୁର এইটা ধ্যান করিবার ভিতরে দিয়ে ঠাকুর কହୁଛନ୍ତି ধ্যান নয় শুধু চোখ বুঝে বেশে থাকা। ধ্যান নুহে যে আখিকু চাপি রখিকি বন্ধ করিকি ঘন্টা ঘন্টা বসিবা। ধ্যান নয় শুধু চোখ বুঝে বেশে থাকা। সাধু নয় শুধু ভস্ম আর ছাই মাখা। সাধু মানে নুহে যে কেবল পাউঁশ চিতা চৈতন্য করিকি দেহরে বুড়ি হইগলে তাহা যে সাধু হইগলে তা নুহে। সাধু কহে তারে নিষ্পাদনে শুদ্ধ যারা চরিত্রে তন্ময়। ତାଙ୍କୁ ହିଁ ସାଧୁ କୁହାଯାଇପାରେ ନିଷ୍ପାଦନେ ଶୁଦ୍ଧ ଯାରା। ଯୋଉ ଯୋଉ ଦାୟିତ୍ୱ ବହନ କରିଛି ପ୍ରିୟ ପରମ ଯାହା କହିଛନ୍ତି ତାକୁ ନିଷ୍ପାଦନେ ଶୁଦ୍ଧ ଯାରା, ସମ୍ପୂର୍ଣ୍ଣ ରୂପରେ ନିଷ୍ପାଦନ କରିବା ପାଇଁ ଯେ ବ୍ୟାକୁଳିତ। ନିଷ୍ପାଦନେ ଶୁଦ୍ଧ ଯାରା ଚରିତ୍ରେ ତନ୍ମୟ। ଚରିତ୍ର ପ୍ରତି ଗୋଟେ ଜାଗ୍ରତ, କୌଣସି ପରିସ୍ଥିତିରେ ଚରିତ୍ରଟା ଯେମିତି ଭାବରେ ସ୍ଖଳିତ ନ ହୁଏ। ତାହେଲେ ବୁଝା ପଡିବ ଠାକୁର କହୁଥିଲେ ଏଇ ଧ୍ୟାନ ମାନ ହଉଛି ଗୋଟେ ଉଚ୍ଚ ଚିନ୍ତା, ଗୋଟେ ଉଚ୍ଚ ସ୍ତରର ଚିନ୍ତାଟା ମନ ଭିତରେ ନେଇଯିବାକୁ ପଡିବ। ତତ୍ତ୍ୱ ଚିନ୍ତା କିପରି ଭାବରେ କଣ କଲେ ମୁଁ ରକ୍ଷା ପାଇବି, ସମାଜ ରକ୍ଷା ପାଇବି, ମୁଁ ବଞ୍ଚିବି, ମୁଁ ବଢିବି। ଏଇ ତତ୍ତ୍ୱ ଚିନ୍ତା ଗୋଟେ ଉଚ୍ଚ ଚିନ୍ତା ନାମ ଧ୍ୟାନ ଭିତରେ ରହିବାକୁ ପଡିବ। ତେଣୁ ନାମଟା ଯାନ୍ତ୍ରିକ ଭାବରେ ନ କରି ମଣିଷ ଯଦି ଆବେଗପୂର୍ଣ୍ଣ ଭାବରେ କରିପାରେ ତାହେଲେ ତାର ପ୍ରିୟ ପରମଙ୍କ ପ୍ରତି ଅନୁରାଗ ଜାଗେ ହିଁ। ଆଉ ନାମ ଯେମିତି କରିବାକୁ ହୁଏ ଇଷ୍ଟଙ୍କର ପ୍ରୀତି ହେଇ ଉଠିବା ଦରକାର। ମୋ ନାମ କରିବା ଭିତରେ ଦେଇ ଇଷ୍ଟଙ୍କର ପ୍ରୀତି, ଇଷ୍ଟଙ୍କ ପ୍ରତି ପ୍ରୀତି ସୃଷ୍ଟି ହବ ଏବଂ ଇଷ୍ଟ ମଧ୍ୟ ସେଥି ଭିତରେ ପ୍ରୀତ ହେବେ। ଏଇ ଧାରଣାଟା ରଖିବାକୁ ପଡିବ। ସେଦିନ ଶ୍ରୀ ଠାକୁର ବସିଛନ୍ତି ଦେଓଘର ଆଶ୍ରମର କଥା, ଠାକୁରଙ୍କ ନିକଟକୁ ଆସିଛନ୍ତି ଶିବଦୁଲ୍ଲାଲି ମା, ଗୋଟେ ବୟସ ବୃଦ୍ଧା ମା, ଖୁବ ବୟସ ହେଇଯାଇଛି। ଶିବଦୁଲ୍ଲାଲି ମା ଯିଏକି ଠାକୁରଙ୍କୁ ଅନେକ ସମୟରେ ତାଙ୍କର ହାତରେ ନିଜ ହାତ ରନ୍ଧା ଖାଇବାକୁ ଦିଅନ୍ତି। ଖୁବ ଭାବରେ ଠାକୁରଙ୍କର ସେ ହିମାୟତପୁର ଆଶ୍ରମରୁ ଯେତେବେଳେ ଠାକୁର ଆସିଥିଲେ ତାଙ୍କ ସହିତ ଚାଲି ଆସିଥିଲେ ଶିବଦୁଲ୍ଲାଲି ମା ବାଲ୍ୟ ବିଧବା, ସାଂସାରିକ ଜୀବନ କଣ ଜାଣିନାହାନ୍ତି, ଶିଶୁ ଅବସ୍ଥାରୁ ସେ ବିଧବା ହେଇଯାଇଛନ୍ତି। ଆସିଛନ୍ତି ଦେଓଘରରେ ଠାକୁରଙ୍କ ସହିତ ରହିଛନ୍ତି। ଏପରି ଦିନେ ଶୁଣିବାକୁ ପାଇଛନ୍ତି ଠାକୁର ଦେଓଘର ଛାଡି ବର୍ଦ୍ଧମାନ ଚାଲିଯିବେ, ସେଠାରେ ଅବସ୍ଥାନ କରିବେ। ଠାକୁରଙ୍କ ନିକଟକୁ ଆସି ଏମିତି ଠାକୁର ବସିଛନ୍ତି, କତିପୟ ଭକ୍ତ ବସିଛନ୍ତି, ଠାକୁରଙ୍କୁ ପ୍ରଣାମ କରି କହୁଛନ୍ତି ଠାକୁର ମୁଁ ଶୁଣିଲି ଆପଣ ବର୍ଦ୍ଧମାନ ଚାଲିଯିବେ, ଠାକୁର ମତେ ଟିକେ ଦୟା କରନ୍ତୁ, ମୃତ୍ୟୁ ପରେ ଯେପରି ମୁଁ ଆପଣଙ୍କ ଧାମକୁ ଯାଇପାରେ, ମୁଁ ଆପଣଙ୍କ ଚରଣରେ ସ୍ଥାନ ପାଇପାରେ, ଆପଣଙ୍କ ଧାମ ଅର୍ଥ ଦୟାଲ ଧାମରେ ମୁଁ ଯେମିତି ସ୍ଥାନ ପାଇପାରେ। ଦେଖନ୍ତୁ କେତେ ବାସ୍ତବ କଥା। ଠାକୁରଙ୍କର ସାରା ଜୀବନ ସେ ଠାକୁରଙ୍କର ସେବା କରିଛନ୍ତି। ଠାକୁର ମତେ ଟିକେ ଆଶୀର୍ବାଦ କରନ୍ତୁ ଯେ ମୋର ମୃତ୍ୟୁ ପରେ ଯେପରି ଆପଣଙ୍କ ଚରଣ ପ୍ରାନ୍ତରେ ସ୍ଥାନ ପାଇପାରେ, ଆପଣଙ୍କ ଧାମକୁ ମୁଁ ଯାଇପାରେ। ଠାକୁର କହୁଛନ୍ତି ମୁଁ ସେଠାରେ ତୋତେ ଚିହ୍ନି ପାରିଲେ ତ? ମୁଣ୍ଡରେ ହାତ ଦେଇ ବସି ଯାଇଛନ୍ତି ଶିବଦୁଲ୍ଲାଲି ମା। କଣ କହିଲେ ଠାକୁର? ମୁଁ ସାରା ଜୀବନ ଆପଣଙ୍କର ଚରଣ ସେବାରେ ବିତେଇଛି, ଆପଣ ମତେ ଚିହ୍ନି ପାରିବେନି? ଠାକୁରଙ୍କୁ ପ୍ରଶ୍ନ କରୁଛନ୍ତି ଠାକୁର କଣ କଲେ ଆପଣ ଚିହ୍ନି ପାରିବେ ସେଠାରେ? ନା ସାରା ଜୀବନ ନାମମୟ ହେଇ ରହିବାକୁ ପଡିବ, ପ୍ରତିଟି ମୁହୂର୍ତ୍ତରେ ଯେମିତି ସେଇ ନାମମୟ ହେଇ ରହିବାକୁ ପଡିବ। ଖୁସି ଶିବଦୁଲ୍ଲାଲି ମା ଖୁସି ହେଇଗଲେ। କାହିଁକି? ଏଇ ନାମ କରିବାଟା ଗୋଟେ କଷ୍ଟ ବ୍ୟାପାର ନୁହେଁ। ମୁଁ ତ ଠାକୁରଙ୍କ ପାଖାପାଖି ରହିଛି, ନାମଟା କରିବି, ତେଣୁ ନିଶ୍ଚିତ ଭାବରେ ମୃତ୍ୟୁ ପରେ ଠାକୁରଙ୍କର ଧାମକୁ ଯାଇପାରିବି। ଖୁସି ହେଇ ଚାଲି ଯାଇଛନ୍ତି ଶିବଦୁଲ୍ଲାଲି ମା। ଠାକୁରଙ୍କୁ ପ୍ରଶ୍ନ କରୁଛନ୍ତି ମଣିନାଲ ଚକ୍ରବର୍ତ୍ତୀ ଭାଇ ଠାକୁରଙ୍କର ସେବକ ପଚାରୁଛନ୍ତି ଠାକୁର ଆପଣ ଯେ କଥାଟା କହିଗଲେ ଯେ ନାମ କରିବା ଭିତରେ ଦେଇ ଆପଣଙ୍କର ଧାମରେ ପହଞ୍ଚି, ଆର ଅର୍ଥ କଣ? ଠାକୁର କହୁଛନ୍ତି ରାମ ନାମ ଜପଲେ ଭାଇ ବନତ ବନତ ବନ ଯାଏ। এই ରାମ ନାମଟାକୁ ଶରୀରର ତନ୍ତୁ ଭିତରେ ପ୍ରବେଶ କରିଦେବାକୁ ପଡିବ। ପ୍ରତିଟି ମୁହୂର୍ତ୍ତ ଯେମିତି ତାଙ୍କର ଚିନ୍ତାରେ ବ୍ୟୟିତ ହେଇପାରେ ସମୟଟା। ବନତ ବନତ ବନ ଯାଏ, ହୁଏତ ବନୁ ବନୁ ତିଆରି ହଉ ହଉ ତୁମେ ଗୋଟେ ବଡ ମଣିଷ, ଭଲ ମଣିଷରେ ତିଆରି ହେଇପାର। ପୁଣି ଠାକୁର କହୁଛନ୍ତି କବୀରଙ୍କର ଗୋଟେ କଥା ନାହିଁ କି ଯେ କୋଇଲା କା ମଇଲା ଛୋଟେ ଜବ ଆଗ କରେ ପରବେଶ। ଠାକୁର ଏଇ କଥା କହୁଛନ୍ତି କୋଇଲା ଭିତରେ ଯେତେବେଳେ ତାର ମଇଳାଟା, ତାର କଳା କାଳିମାଟା ଦୂରୀଭୂତ ହେଇଯାଏ, ଯେତେବେଳେ ଆଗ କରେ ପରବେଶ, ଯେତେବେଳେ ତା ଭିତରେ ନିଆଁଟା ଆଗଟା ତା ଭିତରେ ଯେତେବେଳେ ପ୍ରବେଶ କରିଯାଏ ସେତେବେଳେ ହିଁ କଣ ହୁଏ, ତାର କୋଇଲା ସେ ସୁନା ପରି ଦାଉ ଦାଉ ହେଇ ଜଳିଥାଏ। ତେଣୁ ତୁମର ମନ ଭିତରେ ଯଦି ସେଇ ପ୍ରକାରର ନାମଟାକୁ ସେମିତି ଭାବରେ ଜୀବନ
ପ୍ରତିଟି ମୁହୂର୍ତ୍ତରେ ଯେମିତି ଜୀବନଟାକୁ ଯେମିତି ନାମମୟ ହେଇ ଉଠେ, ତାହେଲେ ବୁଝିବାକୁ ପଡିବ ତୁମେ ମଧ୍ୟ ସେଇ ଦୟାଲ ଧାମକୁ ଯାଇପାରିବ। କାରଣ ଠାକୁର କହୁଛନ୍ତି ଦୟା ଯେଉଁଠାରେ ସ୍ୱତଃ ସ୍ରୋତା ସେଇ ତ ଦୟାଲ ଦେଶ। ଧାରଣ ପାଳନ ସମ୍ବେଗ ସିଦ୍ଧ ବ୍ୟକ୍ତିତ୍ୱର ବିକାଶ। ତାଙ୍କୁ ଦୟାଲ ବୋଲି କୁହାଯାଏ ଏଇଥିପାଇଁ, ଦୟା ହେଉଛି ତାଙ୍କର ସ୍ୱତଃ ସ୍ରୋତା। ତାଙ୍କ ନିକଟରୁ ସ୍ୱତଃ ଦୟାଲ ତାଙ୍କ ନିକଟରୁ ସ୍ରୋତସ୍ୱିନୀ ବେଗରେ ସ୍ରୋତ ଆକାରରେ ତାଙ୍କ ନିକଟରୁ ଆସୁଛି। ସେଇ ଦୟାଟାକୁ ଆମେ ଧରି ରଖିବା ପାଇଁ ଆମର ନାମର ଆବଶ୍ୟକତା ରହିଛି। ତେଣୁ ଜୀବେ ଦୟା ନାମେ ରୁଚି, ନାମରେ ଗୋଟେ ରୁଚି ରହିବା ଦରକାର, ନାମର ଗୋଟେ ଆଗ୍ରହ ରହିବା ଦରକାର, ନାମ ପ୍ରତି ଗୋଟେ ଯେ ସେଇ ପ୍ରକାରର ସ୍ମରଣ ଶକ୍ତି ରହିବା ଦରକାର। ମୁଁ ନାମଟାକୁ ପାଇଛି, ସବୁ ମୁହୂର୍ତ୍ତରେ ଯେମିତି ଭାବରେ ପାଳନ କରିବି। ସେଦିନ ଶ୍ରୀ ଠାକୁରଙ୍କର ଯେ ଠାକୁର ଯେତେବେଳେ ହିମାୟତପୁର ଆଶ୍ରମରେ ଅବସ୍ଥାନ କରନ୍ତି, ଠାକୁରଙ୍କର ଜଣେ ଆଶ୍ରିତ ଯେ ଶାନ୍ତି ଚକ୍ରବର୍ତ୍ତୀ ମାଟି, ତାଙ୍କର ମାଙ୍କର ଜୀବନର କଥା କହୁଛନ୍ତି। ଶାନ୍ତି ଚକ୍ରବର୍ତ୍ତୀ ଯେ କହୁଛନ୍ତି, ମୁଁ ଯେତେବେଳେ ଖୁବ ସାନ ଥିଲି, ଶାନ୍ତି ଚକ୍ରବର୍ତ୍ତୀ ମା କହନ୍ତି ତାଙ୍କର ଜୀବନର, ତାଙ୍କର ମାଙ୍କର ଜୀବନର କଥା। ଏଇ ନାମଟା କେତେ ଭାବରେ ମଣିଷକୁ କିପରି ଭାବରେ ବଞ୍ଚେଇ ରଖେ। ଶାନ୍ତି ଚକ୍ରବର୍ତ୍ତୀ ମା କହୁଛନ୍ତି, ମୁଁ ଯେତେବେଳେ ଖୁବ ସାନ ଥିଲି, ସେତେବେଳେ ମୋର ମା ଆମ 4-5 ଭାଇ ଭଉଣୀ, ସେ 5 ଭାଇ ଭଉଣୀକୁ ଧରି ଠାକୁରଙ୍କ ଆଶ୍ରମକୁ ଚାଲି ଆସିଲେ। କାହିଁକି ଚାଲି ଆସିଲେ ନା ତାଙ୍କର ସ୍ୱାମୀଙ୍କର ଜମିବାଡି ଖୁବ ଅଧିକ ଥିଲା। ତାଙ୍କର ଭାଇମାନେ ଚକ୍ରାନ୍ତ କରି ତାଙ୍କର ସ୍ୱାମୀକୁ ଅର୍ଥାତ୍ ଶାନ୍ତି ଚକ୍ରବର୍ତ୍ତୀଙ୍କର ବାପାଙ୍କୁ, ତାଙ୍କର ମାଙ୍କର ସ୍ୱାମୀଙ୍କୁ କଣ କଲେ, ହତ୍ୟା କଲେ। ତେଣୁ ପରବର୍ତ୍ତୀ ସମୟରେ ମା ଚିନ୍ତା କଲେ, ଶାନ୍ତି ଚକ୍ରବର୍ତ୍ତୀଙ୍କର ମା ଚିନ୍ତା କଲେ, ମୁଁ ଯଦି ଏଇ ଘରେ ରହେ ତାହେଲେ ମୋର ଜୀବନ ପ୍ରତି ବିପଦ ଅଛି। ତେଣୁ ପିଲାପିଲି ଧରି ପଳେଇ ଆସିଲେ କୋଉଠିକୁ ନା ଏଇ ହିମାୟତପୁର ଆଶ୍ରମକୁ ଆସି ଠାକୁରଙ୍କ ନିକଟରେ ରହିଲେ। ମାତା ମନମୋହିନୀ ଦେବୀଙ୍କର ଶରଣ ପଶିଲେ। ମା, ମୁଁ ଆଉ ଘରକୁ ଫେରି ପାରିବିନି, ମତେ ସେମାନେ ମାରିଦେବେ, ମୁଁ ଏଇଠାରେ ହିଁ ରହିବି। 5ଟି ପିଲାଙ୍କୁ ନେଇ ସେତେବେଳେ ଚାଲି ଆସିଲେ। ଆଶ୍ରମର ବିଭିନ୍ନ କାମ ଦାମ ଦେଖୁଥାନ୍ତି, କାମ କରନ୍ତି ଏବଂ କିଛି ମଧ୍ୟ ଯେ ରୋଷେଇ ଆନନ୍ଦ ବଜାର ରୋଷେଇ ବାସ କରନ୍ତି। କିନ୍ତୁ ଏଇ 5 ଜଣ ପିଲାମାନଙ୍କୁ କିପରି ବଡ କରିବେ, ତାଙ୍କୁ ଖାଇବା ପିଇବା ସବୁ କିପରି ଭାବରେ, ଏଇପରି ଭାବରେ ଅନେକ ଚିନ୍ତା କରନ୍ତି। ଏଇ ଚିନ୍ତା କରିବା ଭିତରେ ଦେଇ ଶରୀରଟା ବହୁ ଭାବରେ କ୍ଷୀଣ ହେଉଥିଲା, ଦୁର୍ବଳ ହେଇଗଲା, ରୋଗାକ୍ରାନ୍ତ ହେଇଗଲା। ଅନେକ ଚିକିତ୍ସା ପରେ କିନ୍ତୁ କିଛି ଆରୋଗ୍ୟ ଲାଭ ହେଇପାରିଲେ ନାହିଁ। ଦିନେ ଏପରି ଭାବରେ ଏତେ ଭାବରେ ରୋଗାକ୍ରାନ୍ତ ହେଇଗଲେ ଯେ ଦିନେ ଡାକ୍ତର ତାଙ୍କର ଚିକିତ୍ସା କରିବା ଭିତରେ ଦେଇ ତାଙ୍କର ମୃତ୍ୟୁ ଘଟିଛି ବୋଲି ଘୋଷଣା କଲେ। ଯେତେବେଳେ ମାତା ମନମୋହିନୀ ଦେବୀଙ୍କ ପାଖରେ ଏଇ କଥାଟା ପହଞ୍ଚିଲା ଯେ ଶାନ୍ତିର ମାର ମୃତ୍ୟୁ ଘଟିଛି, ସେତେବେଳେ ସେ ଆସିଲେ, ଦେଖିଲେ ସତ କଥା ଶାନ୍ତିର ମା ମରିଯାଇଛି। 5 ଜଣ ପିଲା, ଅତି ସାନ ସାନ ପିଲା ତାଙ୍କ ନିକଟରେ ବସି କାନ୍ଦୁଛନ୍ତି। ଏଇ ସମୟରେ ମାଙ୍କର ମୁଣ୍ଡରେ ଚଡ଼କ ପଡିଛି। ଏ 5 ଜଣ ପିଲାଙ୍କୁ କିପରି, ଏତେ ସାନ ସାନ ପିଲାଙ୍କୁ କିପରି ଭାବରେ ରକ୍ଷା କରିବେ, କେମିତି ବଡ କରିବେ। ସେତେବେଳେ ଆସିଛନ୍ତି ଶ୍ରୀ ଠାକୁରଙ୍କ ନିକଟକୁ ଆସି କହୁଛନ୍ତି, ତୁ ଶ୍ରୀ ଠାକୁରଙ୍କୁ ଲକ୍ଷ୍ୟ କରି ସେ କହୁଛନ୍ତି, ଯେତେବେଳେ ଶବ ନବାବ ବ୍ୟବସ୍ଥା ହେଇଛି, ଶ୍ମଶାନକୁ ନବାର ବ୍ୟବସ୍ଥା ହେଇଛି, ମାତା ମନମୋହିନୀ ଦେବୀ ଯେ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ନିକଟକୁ ଯାଇ କହୁଛନ୍ତି, ଏଇ ଯେ ଶାନ୍ତିର ମାଟା ମରିଗଲା, ତାର 5 ପିଲାଙ୍କର ଖବର କିଏ ବୁଝିବ? ଏ ଛୁଆ ଗୁଡାଙ୍କର ମୋ ମୁଣ୍ଡରେ ସବୁ କିଛି ଦାୟିତ୍ୱ ଦେଇକରି ଚାଲିଗଲା, ମୋ ମୁଣ୍ଡରେ ଲଦା ହେବେ, ଆଉ ତୁ ଚୁପ୍ କରି ବସିଥା। ସେତେବେଳେ କଣ କରୁଛନ୍ତି, ମା ବିରକ୍ତ ହେଇ କହୁଛନ୍ତି ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ, ତୁ ଚୁପ୍ କରି ବସିଥା, ଏ ଶାନ୍ତିର ମା ମରିଗଲା, 5ଟି ପିଲାକୁ ଛାଡି ଦେଇ ଚାଲିଗଲା, ସେମାନେ କିପରି ବଞ୍ଚିବେ, ସେମାନେ କିପରି ବଡ ହେବେ, ତାର ସମସ୍ତ ଦାୟିତ୍ୱ ମୋ ମୁଣ୍ଡରେ ଲଦା ହେଇଛି, ତୁ ଚୁପ୍ କରି ବସିଥା। ଯେତେବେଳେ ମା ବିରକ୍ତି ଭାବରେ କହିଛନ୍ତି ସେ ଠାକୁର ଅନୁକୂଳ ଚନ୍ଦ୍ରଙ୍କୁ, ସେତେବେଳେ ଜୋର ଦେଇ କହୁଛନ୍ତି ଠାକୁର, ନା ତାକୁ ମରିବାକୁ ଦିଆଯିବ ନାହିଁ, ତାକୁ ମରିବାକୁ ଦିଆଯିବ ନାହିଁ। ସେତେବେଳେ ଡାକିଛନ୍ତି ଠାକୁର ଯେ କଣ ନା କିଶୋରୀ ମୋହନଙ୍କୁ ଡାକିଛନ୍ତି ଏବଂ ଆଉ କିଛି ଭକ୍ତ ସେଇ ଶାନ୍ତିର ମାଙ୍କ ନିକଟରେ ବସି ଅନବରତ ଭାବରେ ନାମ କରି ଚାଲିଛନ୍ତି। ଏତେ ଭାବରେ ନାମର କମ୍ପନ ସୃଷ୍ଟି ହେଇଛି। ସେତେବେଳେ ଠାକୁର ଯୋଉ କଥା କହୁଥିଲେ ଯେ କମ୍ପୋଜିସନ ଅଫ ଦ ନେମ୍ ଇଜ ଦ କମ୍ପୋଜିସନ ଅଫ ଭାଇବ୍ରେସନ୍ସ ଥ୍ରୋ ହ୍ୱିଚ୍ ଦ କ୍ରିଏସନ ଇଜ କ୍ରିଏଟେଡ। এই ସୃଷ୍ଟିଟା ସେଇପରି ଧାରାରେ ହିଁ ସୃଷ୍ଟି ହେଇଛି ଦ କମ୍ପୋଜିସନ ଅଫ ଭାଇବ୍ରେସନ୍ସ। ସେଇ ଭାଇବ୍ରେସନ ଭିତରେ ଦେଇକରି ଏ ସୃଷ୍ଟି ହେଇଛି। ତେଣୁ
ଦ ନେମ୍ ଇଜ ଦ କମ୍ପୋଜିସନ ଅଫ ଭାଇବ୍ରେସନ୍ସ। ତେଣୁ ଏପରି ଭାବରେ କମ୍ପନ ସୃଷ୍ଟି ହେଇଛି କିଶୋରୀ ମୋହନ ଏବଂ ଅନ୍ୟ କିଛି ଭକ୍ତ ବସି 24 ଘଣ୍ଟା ଧରି ନାମ କରିଛନ୍ତି। ଦେଖାଯାଇଛି ଧୀରେ ଧୀରେ ଶାନ୍ତି ଚକ୍ରବର୍ତ୍ତୀଙ୍କର ମାଙ୍କର ଶରୀର ଭିତରେ ଜୀବନ ସଞ୍ଚାର ହେଇଛି। ଧୀରେ ଧୀରେ ହାତ ଗୋଡ ହଲେଇବା ଆରମ୍ଭ ହେଇଛି। ୟାରି ଭିତରେ ଦେଖାଯାଇଛନ୍ତି ସେ ବଞ୍ଚି ଯାଇଛନ୍ତି ଏବଂ ସୁସ୍ଥ ହବା ପାଇଁ ତାଙ୍କୁ 1 ବର୍ଷ ଲାଗିଯାଇଛି। ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଅନେକ ଦିନ ସେ ବଞ୍ଚିଛନ୍ତି। ଏଇ ହଉଛି ନାମର ମହାତ୍ମା। ତେଣୁ ମଣିଷ ଯଦି ନାମଟାକୁ ଅନବରତ ଭାବରେ ତାର ଅନ୍ତର ଭିତରେ ସ୍ଥାନ ଦେଇଦିଏ, ଯୋଉ କଥା ନାମ ଆମେ କେତେବେଳେ କରୁ ଠାକୁରଙ୍କ ନିକଟରେ ମୁହଁକୁ ଦେଖିଦେଲେ ମନେ ପଡେ, ବା ମନ୍ଦିର କେନ୍ଦ୍ର ବିହାରକୁ ଗଲେ ଠାକୁରଙ୍କୁ ଦେଖିଦେଲେ ମନେ ପଡେ। ଠାକୁର କହୁଥିଲେ ନା, ଏଇ ଅନ୍ତର ଭିତରେ ମନ୍ଦିରଟାକୁ ଜାଗ୍ରତ କରିବାକୁ ପଡିବ। ଶ୍ରୀ ବିଗ୍ରହ ମନ୍ଦିର ଭେବେ ଯତ୍ନ କରି ଶରୀରଟାକେ, ସହନ ପଟୁ ସୁସ୍ଥ ରାଖି ବିଧି ମାଫିକ ପାଲିସ ତାକେ। ତେଣୁ ଶ୍ରୀ ବିଗ୍ରହ ମନ୍ଦିର ଭାବିକିରି ଏଇ ଶରୀର ଭିତରେ ନାମଟାକୁ ସେପରି ଭାବରେ ଗୁନ୍ଥି ଦେବା ଦରକାର। ତେଣୁ ଆସନ୍ତୁ ପ୍ରିୟ ପରମଙ୍କର ଯାହା ଯାହା ଭାବାଦର୍ଶ ରହିଛି ଶୁଣିବା, ବୁଝିବା, ଭିତରେ ଦେଇ ତାକୁ ଜୀବନରେ ପରିପାଳନ କରିବା ଏବଂ ତାଙ୍କର ସୃଷ୍ଟିର ପ୍ରତ୍ୟେକ ଜୀବ ପ୍ରତି ଗୋଟେ ଦୟା ପରବଶ ହେବା। ଏଇ ଭାବନାଟା ମନ ଭିତରେ ଥାଉ। ଦେଖାଯିବ ଏ ସୃଷ୍ଟି ଯେମିତି ତାଙ୍କର ସୃଷ୍ଟିଟାକୁ ଯେମିତି ନିଜର ସୃଷ୍ଟି ବୋଲି ଲାଗିବ, ସମସ୍ତେ ଯେମିତି ଆପଣାର ବୋଲି ଲାଗିବେ। ଠାକୁର କହୁଥିଲେ ଆପଣାର ବୋଲି ନିଅ ଭାବିଥିଲ ତୁମେ, ପର ଯାହାକୁ ଶିଷ୍ଟ ଆଚାରେ ଶିଷ୍ଟ ସେବାରେ, ହୃଦ ଚୁମି କୋଳେ ନିଅ ତାହାକୁ। ତେଣୁ ଠାକୁର କହୁଛନ୍ତି ପୁଣି ପଡା ପଡୋଶୀ ନିପାତ ହେବେ, ତୁମେ ବସି ସୁଖ ଖାଇବ ବୁଝି, ଯା ଛୁଟି ଯା ତାଙ୍କୁ ହିଁ ବଞ୍ଚା, ସେମାନେ ଯେ ତୋର ଜୀବନ ପୁଞ୍ଜି। ଯେଉଁ କ୍ଷଣେ ସୁଖେ ରହିବୁ ଭାବିଲୁ, ଅନ୍ୟ ମାରି ଦୁଃଖ ଦେଇ, ଘୋର ବେତାଳରେ ଦୁଃଖ ଆସିଲା ଅନ୍ତରେ ତୁ ଦେଖନା ଚାହିଁ। ପୁଣି ଠାକୁର କହୁଛନ୍ତି ପରିବେଶ ଠାରୁ ନେବାକୁ ହେବ ବଞ୍ଚା ବଢାର ଯା ପ୍ରୟୋଜନ, ପରିବେଶର ରକ୍ଷା ନ କଲେ ଡାକିବୁ ନାହିଁ କି ନିଜ ପତନ। ତେଣୁ ଏ ସବୁ କଥା ଭିତରେ ଗୋଟିଏ ହିଁ ସାରାଂଶ ଆମେ ପାଇବା, ମୁଁ ମୋର ପରିବେଶକୁ, ପରିଜନକୁ, ତାଙ୍କର ସୃଷ୍ଟିକୁ ରକ୍ଷା କରିବା ପାଇଁ ଯାହା ଯାହା ସାଧ୍ୟ ସବୁ ଚେଷ୍ଟା କରିବି। ଜୟ ଗୁରୁଦେବ।